स्क्रीन समझते ओके स्क्रीन समझते विजिबल अच्छी ना Yes, sir, visible. ओके वेरी गुड अच्छा आज आम स्टार्ट कर डेटा क्लीनिंग तो डेटा क्लीनिंग माने कौन होची ना आमे गोटे रॉ डेटा नबा ओके से डेटा भी एक्सेल फॉर्मेट रे थाउ कि सीएसवी फॉर्मेट रे थाउ ओके से रॉ डेटा को नहीं कि आमे कौन करिबा ना आमे पावर बीआई रे कनेक्ट करिबा बा अपलोड करिबा जेमिति आमे गेट डेटा रे करंदी आपण माने जानचंदी अच्छा हला परे आमे इटीएल प्रोसेस रे नियंती ओके तो इटीएल प्रोसेस रे आमे से डेटा को कौन करिबा ट्रांसफॉर्म करिबा ओके ट्रांसफॉर्म जेतल हबो ସେତେବେଳେ ଆମେ କଣ କରିପାରିବା ନା ସେଇଠି ଆମକୁ ଡେଟା କ୍ଲିନିଂ କରିବାକୁ ପଡିବ ଠିକ ସେଇ ଟ୍ରାନ୍ସଫର୍ମ ପ୍ରୋସେସରେ ଆମେ ଡେଟାକୁ କ୍ଲିନିଂ କରିବା ଡେଟା କ୍ଲିନିଂ କଲେ ଆମର କଣ ଆଡଭାଣ୍ଟେଜ ରହିବ ବା ଆମେ କାହିଁକି ଡେଟାକୁ କ୍ଲିନ କରିବା ଡେଟା କ୍ଲିନ ନ କଲେ କଣ ଅସୁବିଧା ହବ ନା ଡେଟା ଆମେ ଏଥିପାଇଁ କ୍ଲିନ କରିବା କି ଆମକୁ ଫାଷ୍ଟ ଅଫ ଅଲ୍ ଲାଇକ୍ ଆମକୁ ଡେଟାର ଆକୁରେସି ଦରକାର ଓକେ ଆକୁରେସି ଦରକାର ଆଣ୍ଡ ଆପଣ ର ଡେଟାରେ ବହୁତ ସାରା ଯେମିତି କି ରଙ୍ଗ ଇନଫର୍ମେସନ ଥିବ ଡୁପ୍ଲିକେଟ ଭ୍ୟାଲୁ ଥିବ ନଲ୍ ଭ୍ୟାଲୁ ଥିବ ତ ସେଥିରେ ଆକୁରେସି ଆପଣଙ୍କୁ ଆକୁରେଟ କୋଉଟା ଜିନିଷ କିଛି ମିଳିବନି ଠିକ ଅଛି ସେଥିପାଇଁ ଆକୁରେସି ଦରକାର ଆଚ୍ଛା ଆଉ କଣ ନା ଡେଟାର କନସିଷ୍ଟେନ୍ସି ମେଣ୍ଟେନ କରିପାରିବା ଆଉ ଡେଟା ରିଲାଏବଲ୍ ହବ ଓକେ ଆମେ ସେ ଡେଟା ଉପରେ ରିଲାଏବିଲିଟି ହେଇପାରିବା ଠିକ କି ହଁ ଡେଟାଟା ଠିକ ଏଇଟା ଆମକୁ କଣ ଠିକ ଠାକ ରିପୋର୍ଟ ବା ଠିକ ଠାକ ଇନସାଇଟ୍ସ ଦେଇପାରିବ ଆଚ୍ଛା ଆଚ୍ଛା ଏଇ ଯୋଉ ଡେଟା ଯେତେବେଳେ ଆମେ କ୍ଲିନ କରିବା ଏସବୁ ତ ରହିଲା ଆମର ଆମେ ଡେଟା ଯୋଉ କ୍ଲିନ କରିବା ଏସବୁ ଆମକୁ ରେଜଲ୍ଟ ଓରିଏଣ୍ଟେଡ ଆଚ୍ଛା ଡେଟା କ୍ଲିନ କଲା ବେଳେ ଆମେ କୋଉ କୋଉ ପଏଣ୍ଟ କୁ ଧ୍ୟାନ ଦେବା ବା ଆମେ କୋଉ କୋଉ ଷ୍ଟେପ୍ସ କୁ କଭର କରିବା ଲାଇକ କୋଉ କୋଉ ଷ୍ଟେପ୍ସ ରେ ଆମେ ଡେଟାକୁ ଯେମିତି କି କହିପାରିବା ଆମକୁ ରିମୁଭ କରିବାକୁ ପଡିବ କଣ ନା ଏରର୍ସ କୁ ରିମୁଭ କରିବାକୁ ପଡିବ ଯେମିତି ଶିଖେଇଥିଲେ କେମିତି ଏରର୍ସ କରନ୍ତି Yes, sir, remove error option. ହଁ ବୁଝିହେଲାନି କଣ କହିଲେ Sir, option ଥିଲା ନା remove errors ସେଇଠୁ। ହଁ 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 ହଁ, ସେଇଟା କହୁଛି ହଁ ସେଇଠୁ କରିପାରିବା ଆଉ ଯେମିତି କି ହେଇଗଲା ରିମୁଭ ଏରର୍ସ ରେ କଣ କଣ ଏରର ରିମୁଭ ହେଇପାରେ ଯେମିତି କି ଆପଣଙ୍କର ଇନକନସିଷ୍ଟେନ୍ସି ଥିବ କିଛି ଡେଟା ବା ଇରିଭେଲେଣ୍ଟ ଥିବ ଠିକ ତାପରେ ତାପରେ ଆମେ କଣ କରିପାରିବା ନା ଯେମିତି କି ଡେଟା କ୍ଲିନିଂ ରେ ଆମେ ଏରର ରିମୁଭ କରିବା ସହିତ ରିମୁଭ ଡୁପ୍ଲିକେଟ୍ସ ବି କରିପାରିବା ଓକେ ଏଇ ସବୁ ଷ୍ଟେପ୍ସ କୁ ଆମେ ଦେଖିବା ଆଚ୍ଛା ତାପରେ ଲେଟ୍ ସେ ଆମେକୁ ଏନହାନ୍ସ କରିବାକୁ ଚାହୁଁଛନ୍ତି ପ୍ରଡକ୍ଟିଭିଟି ସେଠି ଆମେ କଣ କରିପାରିବା ନା କେତେ ଡେଟା ଆପଣ ଯୋଉ ଡେଟାକୁ ନେଇଛନ୍ତି ସେଥିରେ କେତେ ମିନିମମ୍ ଟାଇମ ଆପଣ ସ୍ପେଣ୍ଡ କରୁଛନ୍ତି try to understand this point is very important like clean data minimize the time spent on like correcting errors okay ମାନେ ସେଇ ଏରର କୁ କରେକ୍ଟ କରିବା ପାଇଁ ଆପଣ କେତେ ମିନିମମ୍ ଟାଇମରେ ଆପଣ ସେଟା କରିପାରିବେ ଠିକ ଅଛି ଆପଣ ତ ରାଣ୍ଡମଲି ଗୋଟେ ଡୁପ୍ଲିକେଟ ରିମୁଭ କରୁଥିବେ ତ ଟାଇମ ଲାଗିବ ଆପଣ ଯଦି ଆଟ ଏ ଟାଇମ ଗୋଟେ କଲମରୁ ଡେଟାକୁ ରିମୁଭ କରିପାରିଲେ ୱିଦିନ ସେକେଣ୍ଡରେ ହେଇଯିବ ୱିଦିନ ମିନିଟରେ ହେଇଯିବ ଯଦି ଲାର୍ଜ ଆମାଉଣ୍ଟର ଡେଟା ଥାଏ ଠିକ ତାପରେ ରହିଲା ଆପଣଙ୍କୁ ବେଟର ଡିସିସନ ମେକିଂ ଆପଣ ଯୋଉ ଡେଟାକୁ ନେଲେ ସେଥିରେ ଆପଣ ବେଟର ଡିସିସନ ମେକିଂ ଆପଣ କେମିତି କରିପାରିବେ ନା ଯେତେବେଳେ ଆପଣ ଯେମିତି କି ଅ, ଆପଣଙ୍କୁ ଆପଣଙ୍କ କ୍ଲାଏଣ୍ଟ ଦେଇଥିବ ଅଲରେଡି କି ଏଇ ଜିନିଷ ତାକୁ ଦରକାର ଆପଣ ଯେତେବେଳେ କଣ କହିବେ ନା ରିସ୍କ ଅଫ ମେକିଂ ଡିସିସନ୍ସ ଲାଇକ୍ ଆପଣଙ୍କ ପାଖରେ କିଛି ଆଉଟଡେଟେଡ ଡେଟା ଥିବ ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ଟର୍ମ ଆଉଟଡେଟେଡ ଡେଟା ଆଉଟଡେଟ ଡେଟାର କଣ ହବ ନା ଅ, ତାର ବହୁତ ସାରା ସାର୍ ଅଡିଓ କ୍ଲିୟର ଆସୁନି, ଭଏସ କଟ୍ ହଉଛି। ଭଏସ କଟୁଛି ନା ଟିକେ ନେଟୱାର୍କ ପ୍ରୋବ୍ଲେମ ରହୁଛି ଏଠି ହ୍ୟାଲୋ ବେଟର ଅଛି ହଁ, ଭଏସ କଟୁଛି ସାର୍। ଆଚ୍ଛା ଆଚ୍ଛା ଏବେ ବେଟର ଅଛି ହଁ ସାର୍, କ୍ଲିୟର ଅଛି। ହଁ। ବୁଝିଲ। ହେଲା ତ ଏଇ ସବୁ ପଏଣ୍ଟ ଆମେ କଭର କରିବା ସେଇଥିରେ ମୁଁ
कौन डेटा क्लीन रहा जमी कि आमको डुप्लिकेट हो कि एरर हो नल वैल्यू को केमती हैंडल करबा कोडी ब्लैंक वैल्यू अछि केमती हैंडल करबा लेट्स से मु जमी कि प्रीवियस क्लास रे कहथिली बहुत सारा रोज और कॉलम्स थिबो किछि जगह रे नल वैल्यू रहि जाइतिबो ओके ब्लैंक वैल्यू रहि थिबो ताकू हमें केमती हैंडल करबा नल वैल्यूज ओके एटा सब इंटरव्यू क्वेश्चन जहाँ जहाँ हमें डिस्कस करबा सब गोटे गोटे इंटरव्यू क्वेश्चन ठीक अछि तो स्टार्ट करबा एबे मु पावर बीए को जाउचे गेट डेटा ए गेट डेटा रो मु उठेबी गोटे डेटा लेट्स से डेटा को फोर गोटे डेटा अछि एक्सेल शीट रे ओके मु आपन कहइतले केमती हम डेटा कनेक्ट करंती एबे समस्त टेबल विजिबल अछि ना आई मीन यस सर। हम एइटा हम देखंतु मुझे लोड करबी ए स्क्रीन रे लोड हबो किंतु जेहेतु डेटा क्लीन करिया चाहूची डेटा ट्रांसफॉर्म करिया चाहूची तो मु कोन करबी डेटा ट्रांसफॉर्म डेटा पर क्लिक करबी ताकि ईटीएल एक्सट्रैक्ट कली एबे ट्रांसफॉर्म कली ओके तो अच्छा मु जो रूल सब कहइतले आपण मानको जेतल डेटा हमें क्लीन करबा कोन आमे फास्ट कोन करिया ओडे डेटा जेतल लोड कले आमे फास्ट तार कोन चेक करबा आमे से डेटा रो फास्ट कोन चेक करबा सर किछि सुबने वॉइस कट होचे सर अगेन। वॉइस क्लियर होनी। हेलो हेलो एबे एबे वॉइस सुविला हाँ सर अभी क्लियर आसला। ठीक है सर। ओके तो मु प्रीवियस क्लासेस रे कोन कहइतली जेतेबेले हमें गोटे रॉ डेटा को देखिले फास्ट हमें को हमें माने फास्ट स्टेप रे हमें कोन देखिबा डेटा रो कोटा ठीक अछि कि कोटा ठीक नै हम केमते जानिबा डाटा टाइप डेटा टाइप देखिबा अच्छा आउ कोन देख परथांते आउ सर वैलिड एरर एमटी रे केते परसेंट वैलिड अछि और नॉट। एग्जैक्टली सेही पॉइंट दरकार हमको फर्स्ट ऑफ ऑल हम देखिबा कि डेटा को कॉलम रे एरर अछि कि नै ओके त हमें जिबा कोड देखिबा एटा व्यू रे हैला व्यू रे जिबा ए जो अछि अपन कॉलम डिस्ट्रीब्यूशन देखि कॉलम परिबे रे हाँ वैलिड अच्छी ठीक अच्छी एटी देखो वैलिड 99% माने किछि एम्प्टी अच्छी है आमे आकु भी केमती हैंडल करबे ताकु देखिबा एम्प्टी मु कोन कहतली डेटा क्लीनिंग रे आमे एरर हैंडल सहित नल आउ एम्प्टी के भी हैंडल करबा ठीक तापर देखंतु आउ कोटी एरर अछि कि फर्स्ट ऑफ ऑल आमे सेटा देखिबा बेसी एम्प्टी तो देखिबा ताइ तो एरर भी देखिबा मिलला किछि एरर ए जे मिलि छि नहीं एरर तो नहीं बट एम्प्टी उडा अछि ठीक अछि हमको जहाँ भी एरर अच्छी एम्प्टी अच्छी हमें तो देखिबा ओके ये तो फास्ट स्टेप गला तापरे आउ गोटे जिनस मन रखिथे मु टिके नोट रे लिखुची सेटा जेतेबेले अच्छा प्राइमरी की फॉरेन की आपन समस्त कहितली मटा हाँ सर। आगे सर। प्राइमरी प्राइमरी की फॉरेन की एसବୁ कहितली ठीक तो प्राइमरी की फॉरेन की हमें केतल डिसाइड कर परिबा ना हमें गोटे जेतेबेले फैक्ट टेबल ले सब बेले आपन कोन थिबो कहले ना हमको दरकार एथि प्राइमरी की कि आमे जेतेबेले दीटा टेबल भितर जॉइन मारिबा ठीक अछि हमको जॉइन करिया पड़िबो जेମିତି कि ଆମେ SQL जॉइन करथिले एटी सेमती जॉइन बट बास एटी खाली तार ना टिके चेंज डेटा मॉडलिंग कोन एटा डेटा मॉडलिंग तो ए डेटा मॉडलिंग पई मन रखिबे वर्ड गुडा एठी जो प्राइमरी की थिबो यार गोटे प्राइमरी की थिबो आमे तांका भितर जॉइन मारि परिबा आ मन रखंतु प्राइमरी की रो इंपोर्टेंस एथि पई कि सेटारे कोन थिबो ना यूनिक वैल्यू थिबो ओके यूनिक वैल्यू थिबो माने किछि भी डुप्लिकेट नथिबो आई थिंक हमें डेटा नै करैथिले बाकी आर मु सब एटा क्लियर करबी फास्ट ठीक अछि तो एइ और देखंतु एइटा मु कहितले आपन ନାଇଁ ऑलरेडी ଏସକ୍ୟୁଏଲ 99 ଯେମିତି ଏସକ୍ୟୁଏଲ ଯେମିତି ଜଏଣ୍ଟ ଏଟା ହଉଛି ପାୱାର ବିଆଇ ର ଜଏଣ୍ଟ ଟା ହଉଛି ଡାଟା ମଡେଲିଂ। डाटा मॉडलिंग टा एथिपाई कि एसक्यूएल कोन हमें दीटा टेबल को नहीं करन एठी मल्टीपल टेबल को नहीं हमें सबुतरे गोटे गोटे जॉइन करबा बस टिके खाली किछिटा जिंस हबो जॉइन बट एथिरे बहुत सारा आउटपुट हमको आसीबो अपन देखि परिबे मु ऑलरेडी एटा कहितले ई पार्ट टा प्रीवियस क्लास रे मु आज आउट खाली कहि दोछि एठी हमको कोन रिमूव करियर अछि देखि परछ ना रिमूव एठी हमर अछि कोन 996 डिस्टेंस 992 यूनिट डुप्लीकेट हम एठी कोन कर परिबा रिमूव रिमूव करि परिबा रिमूव डुप्लीकेट्स करि परिबा ना रिमूव एरर डुप्लीकेट डुप्लीकेट्स
यस। ओके चलो ये ठीक ହେଇଗଲା ବାସ୍ ଏଇ ପଏଣ୍ଟଟା ହିଁ କରିଥିଲେ ମୁଁ ବାକି ଏଗୁଡା କିଛି କରିନାହାନ୍ତି ବାକି ଆମେ ଆଗକୁ କରିବା ଓକେ ଏବେ ଆମେ ଦେଖିପାରିବା ଡେଟା ଟାଇପ ସବୁଥିରେ ପ୍ରାୟ ଠିକ ଠାକ ଅଛି ଦେଖିବା ଏଇଟା ଆମେ ଦେଖିଥିବା ଡେଟା ଟାଇପ ସବୁ ଠିକ ଠାକ ଅଛି ଏବେ ଆମେ କଣ କରିପାରିବା ରିମୁଭ ଡୁପ୍ଲିକେଟ୍ସ ରୋ ଆଇଡିରୁ ଡୁପ୍ଲିକେଟ ରିମୁଭ ହେଇଗଲା ଠିକ ଅଛି ଏବେ ଆମେ ଯିବା ଯେମିତି କି ମୁଁ ଏଟା ଦେଖିଥିଲି ଆପଣଙ୍କୁ ପ୍ରିଭିୟସ କ୍ଲାସରେ କଣ ଆର କେତେଟା ରୋଜ ଥିଲା ନା 53 ପ୍ଲସ ଥିଲା 53,000 ପ୍ଲସ ରୋଜ 53,000 ପ୍ଲସ ରୋଜ ଅଛି ହେଲା ତାମାନେ 1000 ରୋଜ ଆମକୁ ଟପ୍ ବେସିସ୍ ଦେଖଉଥିଲା 53,000 ପ୍ଲସ ଅଛି ଏସବୁ ଜିନିଷ ତ ଆମେ ଜାଣିଛନ୍ତି ଅଲରେଡି ଏବେ ମୁଁ ଡାଇରେକ୍ଟ ଯାଉଛି ଆମେ ଏବେ ମର୍ଜ କରିବା କଣ ମର୍ଜ କରିବା ନା ଦେଖନ୍ତୁ କଷ୍ଟମର ଫାର୍ଷ୍ଟ ନେମ୍ ଲାଷ୍ଟ ନେମ୍ ଏ ଦିଟା ଆମେ ତ ମର୍ଜ କରିଥିଲି ପୁଣି ଆଜି ଦେଖଉଛି ଦେଖନ୍ତୁ ଏଇଟାକୁ ଆମେ ମର୍ଜ କଲମ୍ସ କରୁଛନ୍ତି ଏଇଟାକୁ ମର୍ଜ କରିକି ଏଇଟା ଆମେ ସେପାରେଟରରେ ଦେଇଦବା ସ୍ପେସ୍ ଏଇଠି ଦେଇଦବା ଆମେ ଫୁଲ ନେମ୍ ହୁଁ ଫୁଲ ନେମ୍ ହେଲା ମୁଁ ଏଇଟା ଗୋଟେ କରିବି ବାକି ଆଉ ଗୋଟେ ଡେଟା ଟାଇପ ଆପଣଙ୍କୁ ସେୟାର କରିବି ଆପଣ ମାନେ କରିକି ମତେ ଏଇଟା ସେୟାର କରିବେ ଠିକ ଅଛି ଆଚ୍ଛା ଏବେ ଆମେ ଯିବା ଡିଲିଂ ଡାଇରେକ୍ଟ ଯାଉଛି ବାକି ସବୁ ଜିନିଷ ମୁଁ ସ୍ପ୍ଲିଟ ବଗେରା କହିଦେଇଛି ଆପଣଙ୍କୁ ଏବେ ଡାଇରେକ୍ଟ ଯାଉଛି ଡିଲିଂ ୱିଥ ନଲ୍ ଭ୍ୟାଲୁଜ ନଲ୍ ଭ୍ୟାଲୁ ଥିଲେ ଆପଣ କେମିତି ଡିଲ୍ କରିବେ ଓକେ ଏବେ ଚାଲନ୍ତୁ ଯିବା ନଲ୍ ଭ୍ୟାଲୁଜ ଆଚ୍ଛା ଆମ ପାଖରେ ଗୋଟେ ଥିଲା କଲମ କଣ ନା ସେଲ୍ସ କଲମ ଗୋଟେ ଅଛି ଏଇ ଦେଖନ୍ତୁ ସେଲ୍ସ ଠିକ ଅଛି ଆପଣ ଏଇଠି ଦେଖିପାରୁଥିବେ MT 2% ଦେଖିପାରୁଛନ୍ତି MT 2% ତାମାନେ କଣ ଏଠି ଆମର କିଛି ନଲ୍ ଭ୍ୟାଲୁ ଅଛି ତ ଏଇ ନଲ୍ ଭ୍ୟାଲୁ ଯେତେବେଳେ ଦେଖିବେ ଆପଣ ଏଠି କ୍ଲିକ୍ କରିବେ ଏଇ ଦେଖନ୍ତୁ ନଲ୍ କେତେ ଆସୁଛି ଦେଖନ୍ତୁ ମୁଁ ଯେତେବେଳେ ସିଲେକ୍ଟ କରୁଛି ଏ ନଲ୍ କୁ କେବଳ ସିଲେକ୍ଟ କରୁଛି ଦେନ୍ ଆପଣଙ୍କର ଏ ସବୁ ନଲ୍ ଭ୍ୟାଲୁଜ ଦେଖିପାରୁଛନ୍ତି ଏ ସବୁ ହଉଛି ନଲ୍ ଭ୍ୟାଲୁଜ ତାହେଲେ ଆମେ ଏବେ କଣ କରିବା ନା ଆମେ ଏଇ ନଲ୍ ଭ୍ୟାଲୁଜ କୁ କେମିତି ଡିଲ୍ କରିବା ଦେଖନ୍ତୁ ଭଏସ ସମସ୍ତଙ୍କୁ ଶୁଭା ଯାଉଛି ହ୍ୟାଲୋ यस सर क्लियर। ହୁଁ ଆଚ୍ଛା ଦେଖନ୍ତୁ ଆପଣଙ୍କୁ ନଲ୍ ଭ୍ୟାଲୁଜ ସିଲେକ୍ଟ କରିବା ପାଇଁ ଆଚ୍ଛା ଗୋଟେ ସ୍କେଚ୍ ବେସ୍ ଥିଙ୍ଗ କହୁଛି ଦେଖନ୍ତୁ ଯେତେବେଳେ ଆପଣ ଆପଣଙ୍କର ଦିଟା ଥିଙ୍ଗ ଆସେ କଣ ଆପଣଙ୍କର ମ୍ୟାନେଜର ବା ଆପଣଙ୍କ କ୍ଲାଏଣ୍ଟ ଓକେ ଓକେ ଆପଣ ତାଙ୍କୁ ପଚାରିବେ କି ଦେଖନ୍ତୁ ଯଦି ଗୋଟେ ଡେଟା ସେଟରେ ଲେଟ୍ ସେ ଆପଣଙ୍କର ସେଇ 53K ପ୍ଲସ୍ ରୋଜ ଅଛି ବା ଡେଟା ଅଛି ଠିକ ସେଠି ଆପଣଙ୍କ ଯଦି ଦି ଚାରିଟା ମାନେ ଏଇ କଥାଟା ପୁରା ଧ୍ୟାନ ଦେଇ ଶୁଣନ୍ତୁ ଏଇଟା ଇଣ୍ଟରଭ୍ୟୁ କ୍ୱେଶ୍ଚନ 2 ରୁ 4ଟା ନଲ୍ ଭ୍ୟାଲୁ ଥାଏ ତାହେଲେ ଆପଣଙ୍କୁ ଲାଗୁଛି କି ଆଚ୍ଛା ଇଏ ଗୋଟେ କେସ୍ ମୁଁ କହୁଛି ଶୁଣନ୍ତୁ ଆଉ ଗୋଟେ 53K ପ୍ଲସ୍ ର ଡେଟା ସେଟ୍ ନେବେ ସେଠାରେ 200 ରୁ 400ଟା ନଲ୍ ଥିବ ଟ୍ରାଏ ଟୁ ଅଣ୍ଡରଷ୍ଟାଣ୍ଡ ଦ ଡିଫରେନ୍ସ ଓକେ କୋଉଟା ବେଶୀ ଇଫେକ୍ଟିଭ କରେଇବ ଆପଣଙ୍କୁ 2 ରୁ 4ଟା ନଲ୍ ନା 200 ରୁ 400ଟା ନଲ୍ 200 ରୁ 400 टा नॉल सर। ଆଚ୍ଛା ମୁଁ ଯଦି ଏଇ କେସରେ ନଲ୍ ଭ୍ୟାଲୁ କୁ ଡିଲେଟ ମାରିଦିଏ ଆଉ ଏଇ କେସରେ ଡିଲେଟ ମାରିଦିଏ ଇଫେକ୍ଟ କୋଉଟା ଆସିବ କୋଉଟା ପ୍ରୋବ୍ଲେମ କରିବ ଆକୁରେସି ଉପରେ କୋଉଟା କ୍ୱେଶ୍ଚନ ଆସିଯିବ ଏଇଟା 200 ରୁ 400 ଯୋଉଟା ଖାଲି ଅଛି। ହଁ ଏଇଟା ତ ଦେଖନ୍ତୁ ତ ଆପଣଙ୍କର ଏଇଠି ଗୋଟେ ଜିନିଷ କଣ ରହିବ ଆପଣଙ୍କର ଏଇଠି ଗୋଟେ କଲ୍ ରହିବ କଲ୍ ରହିବ ମାନେ ଆପଣ ଏଇଠି ଆଇଦର କଲ୍ କରିପାରିବେ ଆପଣ ମ୍ୟାନେଜର ବା କ୍ଲାଏଣ୍ଟ ଆପଣଙ୍କୁ ଯିଏ ବି ଡେଟା ସେଟ୍ ଦେଇଥିବ ଆପଣ ତାଙ୍କୁ କଲ୍ ବା ମେଲ୍ କରିପାରିବେ କି ଏଇ କେସରେ ନ କଲେ ଚଳିବ ଏଇ କେସରେ ଆପଣ ନଲ୍ ଭ୍ୟାଲୁକୁ କିଛି ବି ପୁଟ୍ କରିଦେବେ କିଛି ବି କରିଦେବେ ଏଇ କେସରେ ନ କଲ୍ କଲେ ବି ଚଳିବ ବଟ୍ ଏଇ କେସରେ ଆପଣ କଲ୍ କରିବେ ଏଇ କେସରେ କଲ୍ କରିବେ ଆଉ ପଚାରିବେ କି ମୋର ଏତିକିଟା ନଲ୍ ଅଛି ତ ମୁଁ କଣ କରିବି ଦେଖନ୍ତୁ ଏଇଠି ଦିଟା ସିନାରିଓ ଆସିବ ଏଇଠି ଆପଣଙ୍କୁ ଦିଟା ସିନାରିଓ ଆସିବ ଅବଭିୟସଲି ସେମାନେ କେବେ କହିବେନି ଏଟାକୁ ଡିଲିଟ୍ କରିବା ପାଇଁ କି ହଁ ସେତିକି ଡେଟାକୁ ଡିଲିଟ୍ କରିଦିଅ ଏଇଠି ଏଇଠି ଆପଣମାନେ ଡିଲିଟ୍ କରିପାରନ୍ତି 2 ରୁ 4ଟା ଡିଲିଟ୍ କଲେ 53,000 ଡାଟାରୁ 2 ରୁ 4ଟା ଡିଲିଟ୍ କଲେ କଣ ଫରକ ପଡୁଛି ନେଗ୍ଲିଜିବଲ ବଟ୍ ଏଇ ଜାଗାରେ ଆପଣ ଡିଲିଟ୍ କରିପାରିବେ ନାହିଁ ତ ଏଇ ଜାଗାରେ ଆପଣ କଣ କରିବେ ଆପଣ ଯୋଉ ତାଙ୍କୁ କଲ୍ କଲେ ସିଏ ଆପଣଙ୍କୁ ଦିଟା ସିନାରିଓ ଦେବେ ଡିଲିଟ୍ ତ ନାହିଁ ତାହେଲେ ଆଉ ଗୋଟେ ସିନାରିଓ ରହିଲା କଣ ମାନେ ଏଇଠୁ ଦିଟା ସିନାରିଓ ଆସିବ ମାନେ ଏଇଟା ତ ଡିଲିଟ୍ ନାହିଁ ଦିଟା ସିନାରିଓ କଣ ମୁଁ ଯୋଉ କହିଲି ଫାର୍ଷ୍ଟ रिप्लेस ସିନାରିଓ ଏଇଟା नॉल ହବ वैल्यू। ସିଏ ଶୁଭୁନି କଣ କହିଲେ बोल सर नॉल वैल्यू रिप्लेस हबो। ହଁ ସିଏ ଗୋଟେ ଭ୍ୟାଲୁ ଦେବେ ଆପଣଙ୍କୁ ଲେଟ୍ ସେ ଗୋଟେ ଅନ୍ ଆଣ୍ଡ ଆଭରେଜ ଭ୍ୟାଲୁ ଲେଟ୍ ସେ କହିବେ ସେ ଭ୍ୟାଲୁରେ 100 ପୁଟ୍ କରିଦିଅ ଆଇଦର ଆଇଦର ଏଇଟା ଗୋଟେ ସିନାରିଓ ନହେଲେ ଏଇଟା ଡିଲେଟ ଗୋଟେ ସିନାରିଓ ନୁହଁ ଡିଲେଟ ତ ଅପସନ ନା କରିବେନି ଆଉ ସେଟା କଣ ସିନାରିଓ ସିନାରିଓ ଆଉ ଗୋଟେ ସିନାରିଓ କଣ ନା ଆଉ ଗୋଟେ ସିନାରିଓ ହଉଛି ଆପଣ ଡି ଟିମ୍ ଡେଟା ଇଞ୍ଜିନିୟର ଟିମକୁ ଏଇ ଡେଟା ବିଷୟରେ କହିବେ କି ମୋ ପାଖରେ ଯୋଉ ଡେଟାଟା ଆପଣ ଡେଟା ଇଞ୍ଜିନିୟର ଏଟା ସେୟାର କରିଥିବେ ତ ଡେଟା ଇଞ୍ଜିନିୟର ଏଠି ସେ କଣ କରିବେ ଡେଟାକୁ ଫିଲ୍ କରିବେ ତାଙ୍କ ପାଖରେ ଯଦି ଆକ୍ଚୁଆଲି ଅରିଜିନାଲ ଡେଟା ଥିବ ସେ ଯଦି ବାଇ ମିଷ୍ଟେକ୍ ଏଠି ନଲ୍ ପୁଟ୍ କରିଦେଇଛନ୍ତି ବା ବା ଏମିତି ହେଇପାରେ ନଲ୍ ଥିବ ବଟ୍ ପରେ ସେମାନଙ୍କୁ ଅରିଜିନାଲ ଡେଟା ମିଳିଛି
तो सी डेटा आपको फिल करदेवे बट एटा आपन काम नु आपन सेठी डेटा गोटे गोटे फिल करेंगे 200 रु 400 डेटा आपन फिल करेंगे मन रखिले यू आर ए डेवलपर नॉट ए लाइक जो मैंने डेटा टाइप करते ओके हेलो बुझे बुझेला आपण हेले गोटे डेवलपर तो आपण काम एटा नुह हैला एटा डेटा एंट्री काम तो से डेटा एंट्री काम जे सी करिवो डेटा इंजीनियर भी नुह डेटा इंजीनियर तार आइदर से चाहिबो कहा द्वारा करई परिबो कि निजे करिवो सेटा नन ऑफ योर बिजनेस बट आपणकर कॉल रहइबो ओके बुझेला केस कोन नॉल वैल्यू थिला आपण केमिन हैंडल करिवे यस बुझेला कि सर। नहीं समझ एटा हाँ ଆଜ୍ଞା तो एबे आमे जिबा दीटांको सिनारी देखंतो तो एइटी जो नॉल थिला मु एई नॉल टा ओनली सिलेक्ट करी एटा बुझिया पई देखौची अपन लोड मोर भी करि पारले भी पूरा देखि परिवे ओके ए सबुथिरे ओनली सेतिकी नॉल थिला मु केवल नॉल टा सिलेक्ट करी ओके करछि देखंतु तो मते मो डेटा इंजीनियर एबे मु कॉल करली डेटा इंजीनियर को लेट सपोज से मते कहला कि 100 पुट करी काम चलाई दियंतु हमकु जणा अछि एटा 100 बट आमे बाय मिस्टेक आमे 100 पुट करनो जदि से मते एई ऑप्शन टा देइछि त मु कोन करबी मु एठी जिबि याकू रिप्लेस करिया पई अच्छा मु आपन रिप्लेस कहितली मने अछि समस्तंकर रिप्लेस वैल्यू जे रिप्लेस करिवा मने हाँ पडुछि सर कहले। त हाँ यस। आमे रिप्लेस वैल्यू ऊपर क्लिक करिबा वैल्यू टू फाइंड जोठी जोठी नॉल थिबो रिप्लेस विथ जो वैल्यू आपण पुट करिया चाहछंती तमर जोठी जोठी नॉल दिला मु सेठी सेठी 100 पुट करबी ये सेठी सेठी 1000 पुट करबी ओके मते 100 को आज मु 100 पुट करबी तो मु ओके कर देली तो देखंतु ये सब 100 हे गला ओके आमे बे एटा चेक करबा कि आउ हमर नॉल अछि कि आउ हम नॉल अछि कि तो मठी रिमूव कर दउची हमर फिल्टर को मैं आउ तो एटा ये करबे सेटा फिल्टर क्लियर फिल्टर ऑप्शन आसुनी मैं एठी आउ तो रिप्लेस करि परिबा तो जोडी जोडी नॉल थिला सॉरी नॉल थिला सेठी सेठी हमर 100 हे जो हम से ସେଟା ଏଇଟା ଆପଣ ଆଗରୁ ଡାଟା ଫିଲ୍ଟର କରିକି କରୁଛନ୍ତି ना ସେଥିପାଇଁ ना 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 ବିନା हाँ हाँ ଫିଲ୍ଟର एबे କରି देखो କଲେ एबे ହବ। मु आपन शो करिया पय नॉल टा देखौतली एबे हमें करि परिबा एबे रिप्लेस करि ହଁ परिबा जोडी जोडी नॉल थिबो नहीं मु से फिल्टर टा अप्लाई कर देथिल ना से फिल्टर टा खाली शो ହଁ हबो ହଁ ଫିଲ୍ଟର तो କଲେ ଅଟୋମେଟିକ କଟି हाँ ଯାଉଛି ନା। हाँ 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 से एबे हबो एबे देखो ଏବେ ଦେଖନ୍ତୁ ଏମଟି ଆମର 0% ହେଇଗଲା ମାନେ ଆମର ନଲ୍ ରିପ୍ଲେସ୍ ହେଇଯାଇଛି ଫାଇନାଲି ଏବେ ଦେଖନ୍ତୁ ଆଉ ନଲ୍ ଅପସନ୍ ଆସୁନି ଏଇ ଯୋଉ ନଲ୍ ଅପସନ୍ ଟି ଆସୁଥିଲା ସେ ଆଉ ଆସୁନି ଏମିତି ଲୋଡ ମୋର ବି କରୁଛନ୍ତି ଓକେ ଆମର ଆଉ ନଲ୍ ଅପସନ୍ ଆସୁନି ବୁଝିଲା ମାନେ ଯୋଉଠି ଯୋଉଠି ଆମର ନଲ୍ ଥିଲା ଅଲରେଡି ଆମେ ତ ରିପ୍ଲେସ୍ କରିସାରିଛନ୍ତି ବୁଝିଲା ଦେଖନ୍ତୁ ସବୁ 100 ହେଇଯାଇଛି ଯୋଉଠି ନଲ୍ ଥିଲା ସେଗୁଡ଼ା ସବୁ 100 ହେଇଯାଇଛି ଯୋଉଠି 100 ଥିବ ଭାବିଦେବେ ଏଇଟା ନଲ୍ ଥିଲା ଓକେ ତ ଇଏ ହେଲା ଗୋଟେ କେସ୍ ସେକେଣ୍ଡ କେସ୍ କଣ ସେକେଣ୍ଡ କେସ୍ କହିଥିଲି ଡାଟା ଫିଲ୍ କରିବ କିଏ ଡାଟା ଇଞ୍ଜିନିୟର ଟିମ୍ ତ ଏଇଟା ତ ଆମ କାମ ନୁହଁ ଆମେ କାହିଁ ଯିବା ଉପରେ ଆନାଲିସିସ୍ କରିବା ପାଇଁ ବୁଝିଲା ବାକି ଏଇଟା 100 ଥାଉ କି 1000 ଥାଉ ଯାହା ଆମକୁ ପ୍ଲେସ୍ କରିବାର ଅଛି ଆମେ ପ୍ଲେସ୍ କରିବା ସମସ୍ତଙ୍କୁ ଏବେ ବୁଝିଗଲା ଡିଲିଂ ୱିଥ ନଲ୍ ଭ୍ୟାଲୁଜ ନଲ୍ ଭ୍ୟାଲୁ ଥିଲେ ଆମେ କେମିତି ଡିଲ୍ କରିବା କ୍ଲିୟର ହ୍ୟାଲୋ ସାର୍। ଆଜ୍ଞା ହୁଁ ହଁ ସୋ ତାପରେ ଆମେ ଯିବା ଲେଟ୍ସ ସେ ଏବେ ଯିବା ନେକ୍ସଟ ଆଉ ଗୋଟେ ଜାଗାରେ ଆମେ ଦେଖିଥିଲେ କଣ ନା ଏମଟି ନା ଏରର ଗୋଟେ 1% ଏଇଟା ଅର୍ଡର ଡେଟ୍ ମୁଁ ଏଇଟା ଦେଖିଲା ବେଳେ କହିଥିଲି କି ଆମର ଏମଟି ଅଛି କେତେ 1% ଏଇଟାକୁ କେମିତି ଡିଲ୍ କରିବା ଏଇଠି ଆମର ଏମଟି ଅଛି 1% ତ ସିମ୍ପଲ ଆପଣ ଡ୍ରପ ଡାଉନ ଉପରେ କ୍ଲିକ୍ କରିବେ କ୍ଲିକ୍ କଲା ପରେ ଏଠି ବି ନଲ୍ ଆସୁଛି ନା ଓକେ ବଟ୍ ଗୋଟେ ଥିଙ୍ଗ ମାଇଣ୍ଡରେ ରଖିବେ ଆପଣ ଏଠି ଡେଟ୍ କଣ ପ୍ରେଡିକ୍ଟ କରିପାରିବେ କିଛି ଆପଣ ସିନା ସେଇଟା ପ୍ରେଡିକ୍ଟ କରିଦେବା ଆମେ ଏଇଟାକୁ ପ୍ରେଡିକ୍ଟ କରିଦେବା ଆମର ସେଲ୍ସ କେତେ ହେଇଥିବ ଡେଟ୍ ତ କିଛି ପ୍ରେଡିକ୍ଟ କରିହବନି କୋଉ ଡେଟ୍ରେ ସେଲ୍ସ ହେଇଥିଲା ଆପଣଙ୍କୁ ଏକ୍ଜାକ୍ଟ ସେ ଡେଟ୍ ଦରକାର ବୁଝିପାରୁଛନ୍ତି ନାଇଁ ଦେଖନ୍ତୁ ଆପଣ ଯେତେବେଳେ ଟିକେ ହାୟର
कॉन्सेप्ट को जिबे प्रेडिक्टिव एनालिसिस गोटे अछि हम डेटा साइंस रे। सो प्रेडिक्टिव एनालिसिस रे हमर थाए कि सेल्स अमाउंट किछि गोटे अमाउंट को हमें प्रेडिक्ट कर पारे केमिति ना लेट से हमें किछि गोटे तार एवरेज नबा कि जेमति कि मीन मीडियन मोड एमति हमें यूज करिकि हमें से डेटा को प्रेडिक्ट कर पारंती। गोटे प्रेडिक्टिव एनालिसिस जे जेतले डाटा साइंस रे के जदि जीवाक चाहते सेतले जानि परिबे। बट गोटे डेट को आपण केबे प्रेडिक्ट कर परिबे केमिति प्रेडिक्ट करबे आपण केमिति आपण जदि नॉर्मल पचरा जाए कि आपण लास्ट टाइम फ्लिपकार्ट ରୁ କେବେ परचेज करथिले ଆପଣ କଣ କହିପାରିବେ ନ ଦେଖିକି ହଁ ମୁଁ ଏଇ ଡେଟ ରେ କରିଥିଲି କହିହବନି। ହେଇପାରେ ଆପଣ ଯଦି କହିବେ ଆକୁରେଟ ହେଇପାରିବନି କେବେ 2 ଦିନ 3 ଦିନ ଆଗରୁ ହେଇପାରେ ପଦବି ହେଇପାରେ କିନ୍ତୁ ଡେଟ କୁ ଆମେ ତ ସେମିତି ନେଇ ପାରିବାନି ଗୋଟେ ରାଣ୍ଡମଲି। ବୁଝିହଉଛି କି ନାଇଁ? ଆଜ୍ଞା। ହଁ ତ ଆମେ ଏଇଠି କଣ କରିବା କଣ କରିବା କୁହନ୍ତୁ ଆଇଡିଆ ଲଗାନ୍ତୁ ମୁଁ ଆପଣଙ୍କୁ ଏବେ ଟିକେ ପୂର୍ବରୁ କହିଥିଲି କଣ କଣ କେସେସ୍ ଆପଣଙ୍କୁ ଆସିଲେ କଣ କେମିତି ସଲ୍ଭ କରିବେ ଏଇ କେସରେ କଣ କରିବେ। Contact to data engineer team. ଭେରି ଗୁଡ। ଆପଣଙ୍କୁ ଏଇଠି ଏଇ କେସରେ ଆପଣ କିଛି ବି ଦିମାଗ ଲଗେଇବାର ନାହିଁ। ଆପଣ ଯୋଉ ଅର୍ଡର ଡେଟ୍ କଲମଟି ଥିଲା ଆପଣ ଯଦି ସେଇଠି କିଛି ହେଲ୍ପ ଆପଣଙ୍କୁ ମିଳୁନି ଆପଣ ସିଧା ଡିଏଟିଏମ କୁ ରିପୋର୍ଟ କରିବେ କାମ ଶେଷ। ଓକେ ଆପଣ ଏଠି ଆଉ କିଛି ବି ଓକେ ଆଇଡିଆ ଲଗେଇବେନି ସରିଲା ଏଇଭଳିଆ କାମ ଥିଲେ ଆମେ ଏଇଟା ହିଁ କରିବା। ଏବେ ଯିବା ନେକ୍ସଟ ଆମ ପାଖରେ ଆଉ ଗୋଟେ କଲମ ଅଛି ଦେଖନ୍ତୁ ଏଠି କ୍ୟାଟାଗୋରୀ ନା ଓକେ। ଆଚ୍ଛା ମତେ କୁହନ୍ତୁ ଏଇ ଗୋଟେ ଜିନିଷରେ ଏ କ୍ୟାଟାଗୋରୀ ନେମ ରେ ଆପଣଙ୍କୁ କଣ ଟିକେ ଅଜୀବ ଅଜୀବ ଦେଖାଉଛି ନା ଆପଣଙ୍କୁ ସବୁ ଠିକ ଠାକ ଲାଗୁଛି ଟିକେ ଏତିକିରେ ଜଣେ ଠିକ ସେ ଆନାଲିସିସ୍ କରନ୍ତୁ ଆପଣ ଜାଣିପାରିବେ। Duplicates ଅଛି। ଠିକ ଅଛି। Duplicates ଅଛି। ହଁ ଭେରି ଗୁଡ। ଡୁପ୍ଲିକେଟ ମାନେ କଣ ନେମ୍ ଚେଞ୍ଜ ହେଇକି ଡୁପ୍ଲିକେଟ କାମ୍ପିଂ ଆଣ୍ଡ ହାଇକିଂ ଯା କାମ୍ପିଂ ଆଣ୍ଡ ହାଇକିଂ ସେୟା ନୁହଁ କି ମାନେ ଏଇ ଦିଟା ଦେଖନ୍ତୁ 7 କଲମ ନମ୍ବର 8 and 9 କଲମ ନମ୍ବର 8 and 9 ଦିଟା ସେମ ଥିଙ୍ଗ। ବଟ ଆମେ ଏଠି ଯିଏ ଲେଖିଲା ବେଳେ ଏଇ ତ ହଉଛି ନା ଡେଟା ଏଣ୍ଟ୍ରିର କାମ ହଉଛି ଏଇ ଯେତେବେଳେ ଆପଣଙ୍କର ଡେଟ୍ ମନ୍ଥ ଇୟର କୁ ସେମାନେ ଫର୍ମାଟ ଅଲଗା ଅଲଗା ଲେଖିଦେବେ କେତେବେଳେ ଏଣ୍ଡ କୁ ଏମିତି ସର୍ଟ ଏଣ୍ଡ ରେ ଲେଖିଦେବେ ବୁଝିପାରୁଛନ୍ତି। ତ ଏଇ ଟାଇପ କେ କେସ ରେ ଆପଣ କଣ କରିବେ କୁହନ୍ତୁ ଏଇଟା କେମିତି ଆମେ ହ୍ୟାଣ୍ଡେଲ କରିବା। सर रिप्लेस करदा कोड भी सपोज कैंपिंग एंड हाइकिंग ଆମେ ରଖିବାକୁ ଚାହୁଁଛେ ତ ଏ ଏନ୍ ଡି ଯୋଉଟା ଅଛି ସେଟା ରିପ୍ଲେସ କରିଦା ହଁ ସିମ୍ବଲ ରେ। ଭେରି ଗୁଡ। ଏଇଠି ଡିପେଣ୍ଡ କରେ ଆପଣ କୋଉ ଆଣ୍ଡ ଟାକୁ ରଖିବାକୁ ଚାହୁଁଛନ୍ତି ଆପଣ ଏଇ ଆଣ୍ଡ ପରସେଣ୍ଟାଇଲ କୁ ରଖିବାକୁ ଚାହୁଁଛନ୍ତି ନା ଏଠି ଖାଲି ଏଣ୍ଡ କୁ ରଖିବାକୁ ଚାହୁଁଛନ୍ତି। ଲେଟ୍ସ ସେ ମୁଁ ଏଇ ଆଣ୍ଡ ଟାକୁ ରିପ୍ଲେସ କରିବାକୁ ଚାହୁଁଛି ତ ଏଇଟାକୁ କ୍ଲିକ କରିବି। ଓକେ ଯିବା କୋଉଠି ରିପ୍ଲେସ ଭ୍ୟାଲୁ କୁ ଯିବା ଏଠି ରିପ୍ଲେସ ଭ୍ୟାଲୁଜ ରେ ସେଇ ଭ୍ୟାଲୁଜ ଟୁ ଫାଇଣ୍ଡ ଯୋଉଠି କ୍ୟାମ୍ପିଂ ଆଣ୍ଡ ହାଇକିଂ ଥିବ ଆମେ ସେଇଠି କଣ କରିବା ନା କେବଳ ଆଣ୍ଡ ଲଗେଇଦବା ଏମିତି ବୁଝିହେଲା। ଆଜ୍ଞା। ଏଇଟା ଓକେ କରିଦବା। ଦେଖନ୍ତୁ ଏବେ ମୋର ସବୁ କ୍ୟାମ୍ପିଂ ଆଣ୍ଡ ହାଇକିଂ ହେଇଗଲା ଏ ସବୁ କ୍ୟାମ୍ପିଂ ଆଣ୍ଡ ହାଇକିଂ ହେଇଗଲା ଏଇ କ୍ୟାମ୍ପିଂ ଆଣ୍ଡ ହାଇକିଂ ଆଉ ସେମିତି କିଛି ଅପସନ ନାହିଁ ବୁଝିଲା। ତ ଏଇଭଳିଆ ଯଦି ଆପଣ ଦେଖିବେ ଆଉ କିଛି ଅପସନ ଅଛି କି ଯୋଉଟା ଏମିତି କରି ହେଇଥାନ୍ତା କ୍ୟାମ୍ପିଂ ଆଣ୍ଡ ହାଇକିଂ ଛଡା ଆଉ କିଛି ଅଛି କି ଆଉ ଟିକେ ନଜର ପକେଇଦେବେ ସେମିତି ଯଦି ଥିବ ତାକୁ ବି କରିଦେବା ଡୁପ୍ଲିକେଟ ଯୋଉଟା ଆସେ ଏଇଟା ହଉଛି ଆପଣଙ୍କର ଡେଟା ଡୁପ୍ଲିକେଟ ଦେଖନ୍ତୁ ଯଦି ଆଉ କିଛି ଥାଏ ଏମିତି ମାନେ ଡବଲ ଡବଲ ଦେଖଉଥିବ। ଏଇଟା ସିନା ଆମର ଅଳ୍ପ ଡାଟା ଅଛି ବୋଲି ଆମେ ଏଇଠି ଇଏ କରିଦଉଛନ୍ତି ଯଦି ବହୁତ ଡାଟା ଥିବ ଅଧିକ ଡାଟା ଥିବ। ଯେତେ ଫିଲ୍ଟର ବି ରୁ ଡେଟା ଦେଖି ଥାଉ ହବ ନା। ଆପଣଙ୍କୁ ସେଇଥିପାଇଁ ତ ଟପ୍ ଥାଉଜେଣ୍ଡ ଦେଖଉଛି ନା ସେଇଥିପାଇଁ ଟପ୍ ଥାଉଜେଣ୍ଡ ଏତିକିରେ ଆସିବ ଆଉ ଭାବନ୍ତୁନି ୟା ପରେ ଆଉ କିଛି ଅଛି। ଆପଣ ଏତିକି 50,000 ଲକ୍ଷେ ଡେଟା ଥିଲେ ବି ଏତିକି ଭିତରେ ସେ ସିଏ ହିଁ ସେଇଥିପାଇଁ ତ ମାନେ ଇଏ ପାୱାର କରି ବୁଝିପାରୁଛନ୍ତି। ସିଏ ଅଲରେଡି ତାକୁ ସେତିକି ହିଁ ଆପଣ ଯୋଉ କଲମ ପ୍ରୋଫାଇଲିଂ ବେସ୍ଡ ଅନ୍ ଟପ୍ ଥାଉଜେଣ୍ଡ ରହୁଛି ବିକଜ ଅଫ ଦ୍ୟାଟ ହଁ, ସିଏ ଆପଣଙ୍କ ଟପ୍ ଥାଉଜେଣ୍ଡ ରୋଜ କୁ ବେସ୍ କରି ଦେଖଉଛି ମାନେ କଣ ତାର ଭିତରେ ଯେତିକି ଇସ୍ୟୁ ଥିବ ସେତିକି ଦେଖେଇବ ବୁଝିପାରିଲେ। ଆଜ୍ଞା। ଆପଣଙ୍କ ଲକ୍ଷେ ଡେଟା ଥାଉ ନା କାହିଁକି ସେ ସେତିକି ହିଁ ଇଏ ଇସ୍ୟୁ ଗୁଡା ହିଁ ଦେଖେଇବ ଯୋଉଗୁଡା ଠିକ ଠାକ ସେଗୁଡା ଦେଖେଇବନି ଆଜ୍ଞା। ସେ ଆପଣଙ୍କ ଇସ୍ୟୁ ଗୁଡା ଦେଖେଇବ ଆପଣ ଯେତେବେଳେ ମାନି ନିଅନ୍ତୁ ଆପଣ ଗୋଟେ ଇସ୍ୟୁ ଦେଖଉଛି ଆପଣ ସେ ଗୋଟେ ଇସ୍ୟୁ ସଲ୍ଭ କଲେ ସିଏ ଅଲରେଡି 100ଟା କି 500ଟା କଲମ ଉପରେ ରୋଜ ଉପରେ ଆପ୍ଲାଏ ହଉଥିବ ବୁଝିପାରିଲେ ତ। ଆପଣ ଏଇ ଆଜ୍ଞା। ଯୋଉ କଲମ ଏଣ୍ଡ ହାଇକିଂ ନା ଆମର ଥିଲା କ୍ୟାମ୍ପିଂ ଆଣ୍ଡ ହାଇକିଂ ଆମେ ଯଦି ଏଇଟା ଦେଖିବା ଏଇଟା କେତେଟା ରୋ ରେ ଥିବ ଜାଣିଛନ୍ତି କ୍ୟାମ୍ପିଂ ଆଣ୍ଡ ହାଇକିଂ ଯଦି ସିଲେକ୍ଟ କରୁଛନ୍ତି ଦେଖନ୍ତୁ ଏତିକି ସାରା ରୋଜରେ ଅଛି ଆହୁରି ଅଛି। ଓକେ ଇଏ ବି ଟପ୍ ଯୋଉ ଥାଉଜେଣ୍ଡ ଦେଖୁଛି ମାନେ ଆମେ ଯଦି ଦେଖିବା ଏଇଟା କାଉଣ୍ଟ ରୋଜ ଦେଖନ୍ତୁ 3,887 67 ବୁଝିପାରିଲେ ତ।
ଆଜ୍ଞା। ତ ସିଏ ଆପଣ ଯୋଉ ଇସ୍ୟୁ ସେଇଗୁଡା ହିଁ ଦେଖେଇବ। ଓକେ। ସାର୍ ଏଠି ଡାଟା ଗୁଡା ସାର୍ ସିକ୍ୱେନ୍ସିଆଲି ଦେଖାଏ ନା ରାଣ୍ଡମଲି ଦେଖାଏ? ନା ନା ସିକ୍ୱେନ୍ସ ବୋଲି କିଛି ନଥାଏ, ତାର ଇସ୍ୟୁ ହିସାବରେ ଦେଖେଇବ ସିଏ। ଆଉ ସିକ୍ୱେନ୍ସ ଦେଖାଏ କଣ ନା ଏ ରୋ ଆଇଡି ହିସାବରେ ଦେଖଉଛି ସବୁ। ଓକେ, ଏଇ ରୋ ଆଇଡି ଏଇଟା ଏଇଟା ତ ଗୋଟେ ସିକ୍ୱେନ୍ସ ଚାଲିଛି ନା 1 2 3 4 5 7 ସିକ୍ୱେନ୍ସ ଚାଲିଛି ନା, ବୁଝିହେଲା। ଏଇ ସିକ୍ୱେନ୍ସ ରେ ଦେଖେଇବ ବଟ୍ ତା ଇସ୍ୟୁ ହିସାବରେ ସେ ଦେଖେଇବ। 53,000ରୁ ସେ ବାଛିଦବ କି କୋଉଥିରେ ଇସ୍ୟୁ ଅଛି, ସେଇଗୁଡା ହିଁ ଆସିବ। ଓକେ, ଏବେ ଆମେ ଯିବା ନେକ୍ସଟ। ଆପଣ ଫର୍ମାଟିଂ ଯଦି କରିବାକୁ ଚାହିଁବେ, ଆପଣ କଣ ଫର୍ମାଟିଂ କରିପାରିବେ ନା ଯେମିତି କି କଷ୍ଟମର ନେମ୍ କୁ ଆପଣ ଫର୍ମାଟିଂ କରିପାରିବେ ଅପର କେସ୍ ଲୋଅର କେସ୍ ଲଗେଇ। ଠିକ। ଆଚ୍ଛା, ଆଉ ଏ ଡେଟାରେ କିଛି କ୍ଲିନ୍ କରିବ କି ଦେଖନ୍ତୁ। ଆମେ ଆଉ କିଛି କ୍ଲିନ୍ କରିପାରିବା। ଆପଣ ଦେଖା ହଉଥିବ ଗୋଟେ ଜିନିଷ, ଆପଣ କହିପାରିବେ ଆଉ ଏଇଟା କଣ ଯୋଉ କ୍ଲିନ୍ ଅଛି ହେଇପାରିବ। ସେଲ୍ସ ର ଯୋଉ ନମ୍ବର ଅଛି ସେଇଟାକୁ ବି କରିପାରିବା ଆମେ ଡେସିମାଲ ଇଏ ଦେଇକି। ହଁ ହଁ, ବାସ୍ ବାସ୍ ବାସ୍। ସେଲ୍ସ ର ନମ୍ବର କରିବା ସହିତ ପ୍ରଫିଟ, ଆପଣଙ୍କୁ ଲାଗୁନି ପ୍ରଫିଟ ରେ ନେଗେଟିଭ ଆସୁଛି? ପ୍ରଫିଟ ରେ କେବେ ନେଗେଟିଭ ଆସିବ କି? ପ୍ରଫିଟ ରେ ଟିକେ ଅଡିଓ କ୍ଲିୟର ଆସୁନି। କଣ ହେଲେ ଶୁଭାଯାଉନି, କଣ କହୁଛନ୍ତି? ଅଡିଓ କ୍ଲିୟର ଆସୁନି। ଭଏସ କ୍ଲିୟର ଆସୁନି? ହଁ ଏବେ ଆସିଲା। ହଁ, ମୁଁ ସେଇଟା କହିଲି। ମୁଁ କହିଲି ପ୍ରଫିଟ ଟା ଆପଣଙ୍କୁ ନେଗେଟିଭ ଲାଗୁଛି, ଆମେ ପ୍ରଫିଟ ଟାକୁ ବି ତ ନେଗେଟିଭ ଟାକୁ ତ ଇଏ କରିପାରିବା ନା, ରିମୁଭ କରିପାରିବା। ତ ତା ପାଇଁ କଣ କରିବା? ସେଇଟା ବି ତ ଗୋଟେ ଇସ୍ୟୁ ନା, ପ୍ରଫିଟ କେବେ ନେଗେଟିଭ ଆସିବ କି? ଗୋଟେ ଏଡ୍ କଲମ ରେ କଷ୍ଟମ କଲମ ଏଡ୍ କରିଦବା। ଯଦି ପ୍ରଫିଟ ଟା ପଜିଟିଭ ରେ ଅଛି ଦେନ୍ ପ୍ରଫିଟ ଅର ଏଲ୍ସ ଲସ୍। ହୁଁ, ଭେରି ଗୁଡ। ସେଇ ଅପସନରେ ବି ଆମେ କରିପାରିବା କଣ୍ଡିସନାଲ କଲମ ରେ। କଣ୍ଡିସନାଲ କଲମ ମୁଁ କହିନି ପ୍ରିଭିୟସ କ୍ଲାସରେ, ଖାଲି ଦେଖେଇଥିଲି ଆପଣଙ୍କୁ କଣ୍ଡିସନାଲ କଲମ ଗୋଟେ ଅପସନ ଅଛି ବୋଲି। ଆମେ ଏଇଟା କରିପାରିବା କଣ୍ଡିସନାଲ କଲମ। ହୁଁ। ତ ଦେଖନ୍ତୁ, ଫାଷ୍ଟ ଅଫ ଅଲ୍ ଆପଣଙ୍କ ଯୋଉ ସେଲ୍ସ ରହିଲା, ଏଇ ସେଲ୍ସ ରେ ଦେଖିପାରୁଥିବେ ଡେସିମାଲ ଗୁଡା ବହୁତ ଅଧିକ ଅଛି। ଆମେ ଆକୁ କଣ କରିପାରିବା, ନମ୍ବର ଫର୍ମାଟ ରେ ଯାଇକି କୋଉଠି ଦେଖେଇଥିଲେ କାଲି ଡେସିମାଲ କୁ ଆମେ କରିପାରିଥାନ୍ତେ। ଟ୍ରାନ୍ସଫର୍ମ କୁ ଯିବା, ରାଉଣ୍ଡିଂ କୁ ଯିବା, ରାଉଣ୍ଡ ଡାଉନ ହେଇଗଲା। ଆପଣ ଏଇଠି ରାଉଣ୍ଡ କରିବେ କେତେଟା ଡେସିମାଲ ଆପଣଙ୍କୁ ଦରକାର, ବୁଝିହେଲା। ଲେଟ୍ସ ମତେ ଦିଟା ଦରକାର। ଏଇଟା ସାର୍ କୋଉଠୁ କଲେ ଯୋଉ ଡେସିମାଲ କେତେଟା ପ୍ଲେସ୍ ଦରକାର? ଦେଖନ୍ତୁ ଆଉ ଥରେ ଦେଖଉଛି। ଟ୍ରାନ୍ସଫର। ଟ୍ରାନ୍ସଫର୍ମ କୁ ଯିବେ, ଟ୍ରାନ୍ସଫର୍ମ କୁ ଯାଇକି ଏଇଠି ଆପଣଙ୍କର ଯୋଉ ରାଉଣ୍ଡିଂ ଅପସନ ଗୋଟେ ଅଛି, ଦେଖା ହଉଛି ଏଇ ନମ୍ବର କଲମ ପାଇଁ। ମୁଁ କହିଥିଲି ନା ନମ୍ବର କଲମ ଜିନିଷ ମାନେ ଏଇଟା ହଁ ବ୍ଲିଙ୍କ ସାର୍ ହବ, ଏଇଟା ଡେଟ୍ ଏଣ୍ଡ ହେଲା ଟାଇମ। ରାଉଣ୍ଡିଂ। ହୁଁ। ଏଠି ଯେମିତି ସାଇଣ୍ଟିଫିକ ଅପସନ ଅଛି, ଏଠି ଆପଣଙ୍କର ଷ୍ଟାଟିଷ୍ଟିକ୍ସ ଅପସନ ଅଛି, ଆଉ ଏଇଠି ଆପଣଙ୍କ ଅଛି ରାଉଣ୍ଡିଂ ଅପସନ। ତ ଏଇଟା ଆପଣ ଫାଷ୍ଟ ରାଉଣ୍ଡ ଅଫ୍ ମାନେ ରାଉଣ୍ଡ ନମ୍ବର୍ସ ଇନ ଦ ସିଲେକ୍ଟେଡ୍ କଲମ୍ସ ଟୁ ଦ ନେକ୍ସଟ ଇଣ୍ଟିଜର ଭ୍ୟାଲୁ। ତା ନେକ୍ସଟ ଇଣ୍ଟିଜର ଭ୍ୟାଲୁ ଯେମିତି କି 149.9 ଅଛି, ଏଇଟା କେତେ ହେଇଯିବ? 150 ହେଇଯିବ। 150 ଶହେ ଦେଖନ୍ତୁ ହେଇଯିବ। ପଚାଶ। 150 ହେଇଗଲା। ହୁଁ, ବୁଝିହେଲା। ଅବଭିୟସଲି ଆମେ 149.9 କୁ 150 ହିଁ କରିବା ନା, ଥୋଡ଼ି ନା 148 କରିବା। ରାଉଣ୍ଡିଂ ଅଫ୍ କରିଦବା। ଆଚ୍ଛା, ଏମିତି କେସ୍ ହେଇପାରେ ଆପଣଙ୍କ କିଛି ଥିବ ରାଉଣ୍ଡିଂ ଡାଉନ ବି ଖୋଜୁଥିବ। ହଁ ୟେସ୍ ଅର୍ ଯୋଉଟା ନୋ? 50 ବିଲୋ 50 ଥିବ। ଏ ସାର୍ ନର୍ମାଲ ରାଉଣ୍ଡ ଅଛି ସେଟା କରିଦେଲେ ଦିଆଡୁ ସେଟ୍ ହେଇଯିବ। ହଁ, ନର୍ମାଲ ରାଉଣ୍ଡ କରିଦେଲେ ଭେରି ଗୁଡ। ନର୍ମାଲ ରାଉଣ୍ଡ ଯୋଉଟା ଅଛି, ଏଇଟା ଆପଣଙ୍କର ଯଦି ଏବଭ ଥିବ ଏବଭ ପାଇଁ, ବିଲୋ ଥିଲେ ବିଲୋ ପାଇଁ। ନହେଲେ ଆପଣଙ୍କର ଯଦି ଅଧିକ ଓରିଡ ଅଛନ୍ତି, ଆପଣ କଣ୍ଡିସନାଲ ଲଗେଇଦେବେ। ବୁଝୁଛି କି ନାଇଁ? ଯୋଉଠି ଏବଭ ଥିବ ଏବଭ, ଯୋଉଠି ବିଲୋ ଥିବ ବିଲୋ। ବଟ ଏଠି ଆମର ଏଇ ନର୍ମାଲ ରାଉଣ୍ଡ ହେଇଯିବ। ଡେସିମାଲ ପ୍ଲେସ୍, ହାଉ ମେନି ଡେସିମାଲ ପ୍ଲେସ୍ ଆପଣଙ୍କୁ ଦରକାର? ଲେଟ୍ସ ସେ 4। ଦେଖନ୍ତୁ, ବୁଝିଲା। ତ ଇଏ 4 ମାନେ କଣ ନା, ଇଏ ଆପଣଙ୍କୁ ଦିଟା ନେଖା ଡେସିମାଲ ଦେଲା। ଆପଣ ଯଦି 2 କରିଦେବେ, ଲେଟ୍ସ ସେ 2, ଏଇଠି ଆପଣଙ୍କର ହେଲା। ଯୋଉଠି ଦିଟା ଥିଲା ଦିଟା ଥିଲା, ଯୋଉଠି ଚାରିଟା ଥିଲା ଚାରିଟା ଆସିଲା। 2 କରିଦେଲେ ସମସ୍ତଙ୍କ ପାଇଁ 2ଟା ହେଇଗଲା।
ଦେଖିପାରିବେ ଏଠି ଫିଲ୍ଟରରେ। ହେଲା ରାଉଣ୍ଡ ଅଫ୍, ଏଇଟା ହେଲା ରାଉଣ୍ଡ ଠିକ ଅଛି। ଏଇଟା ରାଉଣ୍ଡ ଅଫ୍ ହେଲାନି କି ରାଉଣ୍ଡ ଡାଉନ ହେଲାନି, ବୁଝିହେଲା ତ। ଏଇଟା ଓନ୍ଲି ରାଉଣ୍ଡ କଲା ଆପଣଙ୍କୁ ଦିଟା ଲେଖା ଡେସିମାଲରେ। ଆପଣ ଯଦି ସିଙ୍ଗିଲ ବି ଦେବେ ସେ ସିଙ୍ଗିଲ ଡେସିମାଲ ପ୍ଲେସ୍ ଆସିଯିବ। ସିଙ୍ଗିଲ ଜାଗାରେ 149.9 ରେ ସିଙ୍ଗିଲ ନ ଆସିକି ସେଇଠି ଆପଣଙ୍କର ହେଇଗଲା କଣ, ରାଉଣ୍ଡ ହେଇଗଲା, 150 ହେଇଗଲା। କେବଳ ମିନିମମ୍ ଆପଣଙ୍କର ଆସିବ କେତେ, 2, 1 ଆସିଲେ ଆପଣଙ୍କର ରାଉଣ୍ଡ ହେଇଯିବ, ବୁଝିହେଲା ଏଇଟା। 149.99 ଯେ ଆପଣ ଯଦି 149.9 ସ୍ପେସିଫାଇ କରିବେ ସେ ତାକୁ ରାଉଣ୍ଡ କରିଦେଇକି 150 କରିଦବ। କ୍ଲିୟର? ସେଲ୍ସ ଏବେ ଦେଖନ୍ତୁ ଠିକ ଠାକ ଦେଖାହେଲା। କ୍ଲିୟର ସାର୍। ହଁ, ଏବେ ଆପଣ ପ୍ରଫିଟ ଦେଖନ୍ତୁ। ପ୍ରଫିଟ ନର୍ମାଲି କେବେ କାହାର ନେଗେଟିଭ ତ ଆସିବନି, କେବେ କାହାର ଏତେ ସାରା ନେଗେଟିଭ ତ ଆସିବନି, ତାମାନେ ସେଇଟା କଣ ଲସ୍ ରେ ଯାଇଥିବ। ପ୍ରଫିଟ ଆପଣଙ୍କର ଲସ୍ ରେ ଯାଇଥିବ, ସେଥିପାଇଁ ଏତେ ସାରା ଆସୁଛି ଏରର, ଆଇ ମିନ୍ ଭ୍ୟାଲୁ ଆସୁଛି। ପ୍ରଥମେ ଆମେ ଆକୁ ରାଉଣ୍ଡ କରିଦବା, ଦେନ୍ ଆକୁ କଣ୍ଡିସନାଲ ଲଗେଇ ପାରିବା ନା। ଦେଖନ୍ତୁ ଏ ଆମର ରାଉଣ୍ଡିଂ ହେଇଗଲା। ଏବେ ଆମେ କଣ୍ଡିସନାଲ ଲଗେଇ ପାରିବା କଣ ନା, ଯିଏ ଲେସ୍ ଦେନ୍ ଜିରୋ ଥିବ, ରାଇଟ୍, ସିଏ ଆମର ଲସ୍, ଯିଏ ଗ୍ରେଟର ଦେନ୍ ଜିରୋ ଥିବ ସିଏ ଆମର କଣ, ପ୍ରଫିଟ। ପ୍ରଫିଟ। ଆଚ୍ଛା, ଆମର କଣ୍ଡିସନାଲ କୋଉଠି ଥିଲା, ଏଡ୍ କଣ୍ଡିସନାଲ କଲମ, ଏଡ୍ ଫର୍ମାଟିଂ। କଲମ, ଏଡ୍ କଲମ ରେ ଆସିବ କଣ୍ଡିସନାଲ କଲମ। ହୁଁ। ଏଠି ଆପଣ ନ୍ୟୁ କଲମ ନେମ୍ ଦେଇପାରିବେ। ଲେଟ୍ ସେ ଆପଣଙ୍କର ଦେଇପାରିବେ ପ୍ରଫିଟ୍ ଓନଲି ଆଣ୍ଡ ଲସ୍। ପ୍ରଫିଟ ଦେଇଦେବେ। ପ୍ରଫିଟ ସ୍ଲାsh ଲସ୍। କଲମ ନେମ୍ ଇଫ କଲମ ନେମ୍ ହଉଛି ପ୍ରଫିଟ ପର ଅର୍ଡର। ପ୍ରଫିଟ୍ ଓକେ, ଅପରେଟର ଲଗେଇବେ କଣ, ଇକ୍ୱାଲ୍ସ ଅର୍ ଗ୍ରେଟର ଦ୍ୟାନ୍। ଲାଇକ୍ ଜିରୋ ବି, ଜିରୋ ହେଲେ ଅବଶ୍ୟ ପ୍ରଫିଟ ନୁହଁ, ଆମେ ଗ୍ରେଟର ଦ୍ୟାନ୍ କରିଦେବା, ରାଇଟ୍। ଗ୍ରେଟର ଦେନ୍ ଜିରୋ। ଜିରୋ। ଜିରୋ, ଦେନ୍ ଆପଣଙ୍କର ଆଉଟପୁଟ ଆଉଟପୁଟ କଣ ହେଇଯିବ, ପ୍ରଫିଟ। ପ୍ରଫିଟ୍। ପ୍ରଫିଟ। ଏଟାକୁ ପ୍ରଫିଟ କରିଦିଅନ୍ତୁ। ଆପଣ ଏଠି ଗୋଟେ କଲର କୋଡ ବି ଥାଏ, ଆପଣ ଆଡ କରିପାରିବେ। ଆଡ କ୍ଲଜ, ଆଡ କ୍ଲଜ ରେ ସେମ୍ ପ୍ରଫିଟ ପର ଅର୍ଡର। ଯଦି ଆପଣଙ୍କର ଏଠି ଲେସ୍ ହେଇଯିବ, ଇଜ ଲେସ୍ ଦ୍ୟାନ୍, ହେଲେ ଦେନ୍ ସାର୍ ଆପଣଙ୍କର, ଇକ୍ୱାଲ ଟୁ ଜିରୋ ଟା ରହିଯିବ। ହଁ 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 ହଁ, ସେଇଟା ନାଇଦର ପ୍ରଫିଟ ନଟ ଲସ୍। ହଁ ହଁ ଇକ୍ୱାଲ ଟୁ ପ୍ରଫିଟ, ଇକ୍ୱାଲ ଟୁ ଜିରୋ ହେଲେ ଆପଣଙ୍କର ସେଇଟା କହିପାରିବି, ଲେଟ୍ ସେ ଆପଣ 10 ଟଙ୍କା ଜିନିଷଟା କିଣିଛନ୍ତି, 10 ଟଙ୍କା ବିକିଦେଲେ, ଆପଣ କହିପାରିବେ ଲସ୍ ହେଲା କି ପ୍ରଫିଟ ହେଲା। ହଁ ହଁ, କିଛି ନାହିଁ। ହୁଁ, ଓକେ, ଆମେ ସେଇଟା ବି ଆଉ ଗୋଟେ କ୍ଲୋଜ କରିଦବା ତା ପାଇଁ, ଠିକ ଅଛି। ହଁ ଯଦି ସାର୍, ସେଇଟା ଆପଣଙ୍କର କହୁଥିଲେ ଆଉ ଗୋଟେ କ୍ଲଜ ଏଲ୍ସ ଇଫ୍ ଟା ଗୋଟେ ଏଡ୍ କରିଦେଲେ। ହଁ ହଁ ହଁ, ଇଜ ଲେସ୍ ଦ୍ୟାନ୍ ଜିରୋ, ତାହେଲେ ଏଇଟା ହେଇଗଲା ଆପଣଙ୍କ ଲସ୍। ଓକେ, ଏବେ ଆଉ ଗୋଟେ କ୍ଲୋଜ କରିପାରିବା, ଏଲ୍ସ ଇଫ୍ ରେ ପ୍ରଫିଟ ପର ଅର୍ଡର, ଅର୍ଡର ଏଇଟ୍ ହେଇଗଲା ଆପଣଙ୍କର ଇକ୍ୱାଲ୍ସ, ଏଇଟ୍ ହେଇଗଲା ଜିରୋ। ଜିରୋ। ହଁ, ନାଇଦର ପିଅର ଲସ୍, ବୁଝିହେଲା। ଏଇଗୁଡା ତ ଏଲ୍ସ ଅଛି ଆପଣଙ୍କର ଆଉ ଗୋଟେ କଣ୍ଡିସନ ପାଇଁ, ବଟ୍ ଆମର ତ ଏଇ ତିନିଟା କଣ୍ଡିସନ ସାଟିସ୍ଫାଇ ହେଇଗଲା। ଏବେ ଦେଖନ୍ତୁ, ପ୍ରଫିଟ ଲସ୍, ପ୍ରଫିଟ ଲସ୍, ଲସ୍ ପ୍ରଫିଟ, ଓକେ। ତ ଏଇଟା ଆମର କଣ ଫାଇଦା ହବ, ଦେଖନ୍ତୁ ଏଇଟା ମୁଁ ଗୋଟେ ଛୋଟ, ଆଇ ମିନ୍ ଏଇ ଡେଟା ସେଟ୍ କୁ ଆମେ ପ୍ରିଭିୟସଲି କରିଥିଲେ, ସ୍ମଲ୍ ଡେଟା ସେଟ୍, ଏଥିରେ ବେଶୀ କିଛି ଡେଟା ଏରର ନଥିଲା, ଯେତିକି ଥିଲା ଆମେ ତାକୁ ହ୍ୟାଣ୍ଡେଲ କରିଦେଲେ। ଏବେ ଆମେ କଣ କରିପାରିବା ନା, ଏବେ ଆପଣଙ୍କର ଯଦି ଡେଟା କ୍ଲିନିଂ ଲାଗୁଛି ଆପଣଙ୍କର ଏଠି ସରିଗଲା, ଆପଣ ତାକୁ କଣ କରିପାରିବେ, ଲୋଡ କରିପାରିବେ। ଏଟା ଟ୍ରାନ୍ସଫରମେସନ ସରିଗଲା, ଇଟିଏଲ ପ୍ରୋସେସ ରେ ଏକ୍ସଟ୍ରା ଟ୍ରାନ୍ସଫରମେସନ ହେଲା, ଏବେ ଆମେ ଲୋଡ କରିପାରିବା, ଠିକ। सर बिल्कुल आवाज आସୁନି सर। ହ୍ୟାଲୋ ହ୍ୟାଲୋ, ଆସିଲୁନି, ହ୍ୟାଲୋ। ହଁ ସାର୍। ହଁ, ଦେଖନ୍ତୁ ଆପଣଙ୍କୁ ଯେତେବେଳେ ଫିଲ୍ ହବ କି ହଁ ଆପଣ ଏବେ ଆମର ଡେଟା କ୍ଲିନିଂ ସାରି ସାରିଛନ୍ତି, ଆପଣ ଡେଟା ଟ୍ରାନ୍ସଫରମେସନ 100%, 100% ତ ନୁହଁ, ଆପଣ ଫିଲ୍ ହେଲା ହଁ ଏବେ ମୋର କମ୍ପ୍ଲିଟ ହେଇଗଲା, ଏବେ ମତେ କଣ କରିବା ଦରକାର, ଏବେ ମତେ ଡେଟାକୁ ଲୋଡ କରିବା ଦରକାର, ଟ୍ରାନ୍ସଫରମେସନ ସରିଲା। ତ ଆପଣ କଣ କରିବେ ନା, ଏଠି କ୍ଲୋଜ ଏଣ୍ଡ ଆପ୍ଲାଏ ଯୋଉ ଅପସନ ନାହିଁ, କ୍ଲୋଜ ଏଣ୍ଡ ଆପ୍ଲାଏ କଲେ ଏଇ ଫର୍ମାଟ ବା ଏଇ ୱିଣ୍ଡୋଜ ଟା ଆପଣଙ୍କ କ୍ଲୋଜ ହେଇଯିବ। ଆପଣଙ୍କର ଆପ୍ଲାଏ ହବ କୋଉଠି ଯାଇକି, ଫ୍ରଣ୍ଟ ଏଣ୍ଡ ରେ, ପାୱାର ବିଆଇ ପାୱାର ବିଆଇ ର। ଡେସ୍କଟପ ରେ। ହଁ କାନଭାସ ରେ। ହଁ, ଯଦି ଆପଣ ଏଠି କେବଳ ଆପ୍ଲାଏ କରୁଛନ୍ତି
ତାହେଲେ ଏଟା କ୍ଲୋଜ ହବନି, ଓନ୍ଲି ଆପ୍ଲାଏ ହବ। ତ ଆପଣଙ୍କ ଉପରେ ଯଦି ଏଟା କ୍ଲୋଜ କରୁଛନ୍ତି ତାହେଲେ ଏଟା କ୍ଲୋଜ ହେଇଯିବ, ବଟ୍ କିଛି ଆପ୍ଲାଏ ହବନି। ଦେନ୍ ଆପଣଙ୍କର ଯାହା ବି ଲେବର ସବୁ ୱେଷ୍ଟ ହେଇଯିବ। ବୁଝିପାରୁଛନ୍ତି ତ? କ୍ଲୋଜ କରିଦଉଛନ୍ତି ଯଦି, ତେଣୁକରି ଏଟା ଆପ୍ଲାଏ କରିଦିଅନ୍ତୁ। ଏଇଟା ବରଂ ଖୋଲା ଥାଉ, ଏଥିପାଇଁ କି ଇନ୍ ଫ୍ୟୁଚର ଯଦି ଆଜି ଆପଣଙ୍କୁ ଲାଗିଲା କି ହଁ ଆଉ କିଛି ମତେ କ୍ଲିନ୍ କରିବାର ଅଛି, ଆପଣ ପୁଣି ଏଠି ସୁଇଚ୍ କରିପାରିବେ। ବୁଝିହେଲା? ଚାଲନ୍ତୁ, ଏଇଟା ଲୋଡ ହେଇଗଲା, ଆମର ଲୋଡ ହଉଛି। ସେଟା ଖାଲି ଆପ୍ଲାଏ କରିଦେଲେ ସେଟା ରହିବ କୋଉଠି ସେ ଡାଟାଟା? ଦେଖନ୍ତୁ, ଏବେ ଆମେ ଯିବା ପାୱାର BI ଫ୍ରଣ୍ଟ ଏଣ୍ଡ ବା ପାୱାର BI କାନଭାସ କୁ। ଦେଖନ୍ତୁ, ଇଏ ଆମର ଲୋଡ ହେଇଯାଇଛି ଗୋଟେ ସେଲ୍ସ ଡାଟା। ଏଇଟା ଆମେ ଏବେ କ୍ଲିନ୍ କରିକି ଆସିଲେ। ଆଚ୍ଛା, ଏଥିରୁ ଆମେ ଏବେ ଇନସାଇଟ୍ସ ନେଇପାରିବା। ଇନସାଇଟ୍ ଯେମିତି, ଲେଟ୍ସ ସେ ମୁଁ କଣ କରିବି, ଗୋଟେ ଥିଙ୍ଗ ଦେଖେଇବି ଏଠି ଆପଣଙ୍କୁ। ଆଚ୍ଛା, ଏସବୁ ଭିତରେ ମୁଁ ଆପଣଙ୍କୁ କହିଦେଲି ଏସବୁ ଚାର୍ଟ ବିଷୟରେ, ରାଇଟ୍? ତ ୟା ଭିତରେ ଲେଟ୍ସ ସେ ଆମେ ନଉଛନ୍ତି ପାଏ ଚାର୍ଟ, ଗୋଟେ ପାଏ ଚାର୍ଟ ଭାଇ ସେଟା ନଉଛନ୍ତି। ଆମର and ସେଟା ଲୋଡ ହେଇଗଲା, ଯୋଉ ଆମେ ଲୋଡ କରିଦେଲେ ତା ଲୋଡ ହଁ, ହେଇକି ସେଭ୍ ହେଇଗଲା କୋଉଠି? ଏଇଠି ଦେଖୁନାହାନ୍ତି, ଏଇଠି ଲୋଡ ହେଇଯାଇଛି। ଏଇ ତ ଏଇଠି ଦେଖନ୍ତୁ, ଦେଖିଲେ ନା? ଏଇଟା ହେଲା ଲୋଡ। ଆପଣ ଯଦି ଦେଖିବାକୁ ଚାହିଁବେ ପ୍ରଫିଟ ଲସ୍ ବି ଦେଖିପାରିବେ। ଏଇ ଦେଖନ୍ତୁ, ଦେଖିପାରୁଛନ୍ତି? ଏଇଟା ଆଗରୁ ନଥିଲା, ଆମେ ଲୋଡ କଲା ପରେ ଏଇଟା ଆସିଲା ହଁ ହଁ ପ୍ରଫିଟ ହଁ ଲସ୍। ହଁ। ଯଦି ଆମେ କ୍ଲୋଜ ଏଣ୍ଡ ଆପ୍ଲାଏ କରିଦେଇଥାନ୍ତେ ସେଟା ସେଟା ସେ ଯୋଉ ଡାଟାଟା ଇଏ କରିଥିଲେ କ୍ଲିନ କରିଥିଲେ ସେଟା କ୍ଲୋଜ ହେଇଯାଇଥାନ୍ତା ସେଇ ଇଏଟା। ନା ନା, ଏଇଟା ଆପ୍ଲାଏ ହେଇଯାଇଥାନ୍ତା। ହଁ ଏଇ ୱିଣ୍ଡୋଜଟା, ଏଇ ଯୋଉ ୱିଣ୍ଡୋଜଟା ଅଛି ଏଇଟା କ୍ଲୋଜ ହେଇଥାନ୍ତା ଯଦି କ୍ଲୋଜ ଏଣ୍ଡ ଆପ୍ଲାଏ କରିବେ। କିନ୍ତୁ ହଁ ହଁ ଆପଣ ହଁ। ଓନ୍ଲି ଆପ୍ଲାଏ କଲେ, ତେଣୁକରି ଆପ୍ଲାଏ ହେଇଗଲା, ବଟ୍ ଏଇ ୱିଣ୍ଡୋଜଟା କ୍ଲୋଜ ହେଇନି। ବୁଝିଲେ? ହଁ ହଁ ଯଦି ହଁ କ୍ଲୋଜ କରିଥାନ୍ତେ ତାହେଲେ ଏଇଟା କ୍ଲୋଜ ହେଇଥାନ୍ତା, ବଟ୍ ଆପ୍ଲାଏ ହେଇନଥାନ୍ତା, ମାନେ ଆପଣଙ୍କ ଡେଟା ଲସ୍ ହେଇଥାନ୍ତା। ହଁ ପୁଣି ହଁ ଆଉଥରେ ହଁ। ମେହନତ କରିଥାନ୍ତେ। ହୁଁ ହୁଁ ବୁଝିପାରିଲେ ତ? ହୁଁ। କିନ୍ତୁ ଆଜ୍ଞା। ଆମେ ଏଇଟା ଖାଲି କାହିଁ ଆପ୍ଲାଏ କଲି? ଲେଟ୍ ସେ ମତେ ଏଇଠି କିଛି ଥିଙ୍ଗ, ମତେ ଲେଟ୍ ସେ ମତେ ଏଇଠି ଫିଲ୍ ହେଲା କି ମତେ ଏଇଠି କିଛି ଚେଞ୍ଜେସ୍, ଏଇ ଯୋଉ ଡେଟ୍ ଫର୍ମାଟରେ କିଛି ଚେଞ୍ଜେସ୍ ବା କିଛି ଗୋଟେ ସ୍ମଲ୍ ଚେଞ୍ଜେସ୍ ଦରକାର, ମୁଁ ଫଟାକ ସେ ଏଇଠି ଆସିକି ପୁଣି ଚେଞ୍ଜେସ୍ କରିଦେବି। ପୁଣି ତାକୁ ଆପ୍ଲାଏ ମାରିପାରିବି। ବୁଝିପାରୁଛନ୍ତି ତ? ଯେତେ ଥର ଚେଞ୍ଜେସ୍ କରିବେ ସେତେ ଥର ପୁଣି ଆପ୍ଲାଏ ଆପ୍ଲାଏ ମାରିବେ। କରିଦେଲେ ପୁଣି ସେଠି ଡାଟାଟା ପୁଣି ଏଠି ଆପ୍ଲାଏ କରିଦେଲେ ଡାଟା ଏକ୍ଜାକ୍ଟଲି। ପୁଣି ଲୋଡ ହେଇଯିବ ଯୋଉ ପାୱାର ହଁ, ବିଆଇ ଡେସ୍କଟପରେ। ଏକ୍ଜାକ୍ଟଲି। ହଁ, ଯାହା ଚେଞ୍ଜେସ୍ ହେଇଥିବ ସେଗୁଡା ପୁଣି ଏଠି ରିଫ୍ଲେକ୍ଟ କରିବ। ହୁଁ ହୁଁ। ବୁଝିହେଲା? ଏଇଠି ଆସିଗଲା ଆପଣ ଟେବୁଲ ଫର୍ମାଟରେ। ଡେଟା ମଡେଲିଂ ସେତେବେଳେ ହବ ଯେତେବେଳେ ଆପଣ ଅଧିକ ସିଟ୍ ସହିତ କନେକ୍ଟ କରିବେ। ଏଠି ଆପଣ ମାତ୍ର ଗୋଟିଏ ସିଟ୍ରେ ଆମେ କଲେ, ଲେଟ୍ସ ଆମ ପାଖରେ 4ଟା ଏକ୍ସେଲ ସିଟ୍ ଥାନ୍ତା, ଆମେ 4ଟା ଏକ୍ସେଲ ସିଟ୍ରେ କ୍ଲିନ୍ କରିଥାନ୍ତେ, ଦେନ୍ ଏଠି 4ଟା ଡିଫରେଣ୍ଟ ଡିଫରେଣ୍ଟ ସିଟ୍ ଲୋଡ ହେଇଥାନ୍ତା। ଏଇଟା ମୁଁ ନେକ୍ସଟ କ୍ଲାସରେ ଅଛି, ମୋ ଟାର୍ଗେଟ ଡେଟା ମଡେଲିଂ ଆପଣଙ୍କୁ ବୁଝେଇବି। ଓକେ, ବିଫୋର ଦ୍ୟାଟ୍ ଆମେ ଏଇଠି ଇନସାଇଟ୍ସ ଯୋଉ ବାହାର କରିବା, ଦେଖନ୍ତୁ ଇନସାଇଟ୍ସ କେମିତି ବାହାର କରାଯାଏ। ଲେଟ୍ସ ସେ ଆପଣଙ୍କର ସେଲ୍ସ ଡାଟା ଆପଣ ଦେଖିବାକୁ ଚାହୁଁଛନ୍ତି, କଷ୍ଟମର ସିଟି, କଷ୍ଟମର ସିଟିକୁ ଲିଜେଣ୍ଡରେ ନେବାକୁ ଚାହୁଁଛନ୍ତି, ଆଉ ତାଙ୍କର ଦେଖିବାକୁ ଚାହୁଁଛନ୍ତି ସେଲ୍ସ କଣ ହେଇଛି ଭ୍ୟାଲୁଜରେ। ଏଇଟା ତ ବହୁତ ଦେଖିପାରୁଛନ୍ତି, ଏଇଟା ବହୁତ ଦେଖା ହଉଛି କଣ ମେସି ଦେଖା ହଉଛି ନା ଡାଟାଟା। ଆପଣଙ୍କୁ ଠିକ ଠାକ ଲାଗୁଛି କି ଏଇଟା ପାଏ ରିଜେଣ୍ଡ ଚାର୍ଟରେ ପକେଇଲେ ଲାଗୁନି? ସମାନ ହବ ସାର୍। ସାର୍ ଗୋଟେ କ୍ୱେଶ୍ଚେନ୍ ଥିଲା, ଲେଜେଣ୍ଡ ରେ କୋଉଟା ପକେଇବ ସେଟା କେମିତି ଜାଣିବ? ହଁ 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 ହଁ, ମୁଁ କହୁଛି ଗୋଟେ ସେକେଣ୍ଡ। ଲିଜେଣ୍ଡରେ କୋଉଟା ପକେଇବ ସେମିତି କେମିତି ଜାଣିବ ନୁହଁ, ଆପଣଙ୍କୁ ଯଦି କୁହାହେଇଛି ଲେଟ୍ ସେ କଷ୍ଟମରର ସିଟି, କଷ୍ଟମର ସିଟି ହେଲା, ଏଟା ବି ବହୁତ ବଡ ଆସିଯାଉଛି, କଷ୍ଟମର ସେଗମେଣ୍ଟ। ହଁ, ଏଇ ଟାଇପ କା ଦେଖନ୍ତୁ। ରିଜେଣ୍ଡ ପକେଇଲେ ସମାନ ହେଇଯିବ। ହଁ ନାଇଁ। ହଁ, ଏଇ ଟାଇପ କା ମାନେ ସ୍ମଲ୍ ଦେଖନ୍ତୁ, ଏଇଠି ମୁଁ ଯଦି ନେଇଯିବି କଣ ସେଲ୍ସ, ଏଇଠି ଯଦି ସେଲ୍ସ ନେଇଯିବି ଭ୍ୟାଲୁଜରେ, ଦେଖନ୍ତୁ ଏଇଟା ଗୋଟେ ମୁଁ ଆପଣଙ୍କୁ ସେଇଟା କମ୍ପେୟାର କରି ଦେଖିବାକୁ ଚାହୁଁଥିଲି। ଏଇଟା ଆପଣଙ୍କର ଗୋଟେ ଡେଟା ଦେଖେଇବେ, ଆଉ ଏଇଠି ଆପଣ ନେଇଯିବେ କଣ ନା କଷ୍ଟମର ସିଟି, ଆଉ ନେଇଯିବେ ସେଲ୍ସ। ଓକେ, ଏଇଟା ମେସି ଦେଖାଯାଉଛି, ଏଥିରେ ଆପଣ କିଛି ଇନସାଇଟ୍ ପାଇପାରିବେ କି? କିଛି ପାଇପାରିବେନି। ତେଣୁକରି ଏଇ ସବୁ ସାର୍ ଥିଙ୍ଗକୁ ଆପଣ କେବେ ପାଏ ଚାର୍ଟ, ଡୋନଟ ଚାର୍ଟରେ ନେବେନି। ବୁଝିହେଲା? ମୁଁ ସେଇଟା କମ୍ପେୟାର କରିବାକୁ ଚାହୁଁଥିଲି। ଏଠି ଇନସାଇଟ୍ ଜାଣିପାରୁଛନ୍ତି କଣ, କନଜ୍ୟୁମର ଏଇଟା, କର୍ପୋରେଟ ଏଇଟା, ହୋମ ଅଫିସ ଏଇଟା, ଆଉ ତାଙ୍କର ଏତିକି ଏତିକି ସେୟାର ହୋଲ୍ଡର ରହୁଛି ବା ଏତିକି ଏତିକି ସେଲ୍ସ ରହୁଛି। ବୁଝିହେଲା? ଆଚ୍ଛା, ସେକେଣ୍ଡ ଥିଙ୍ଗ କଣ ନା, ସେକେଣ୍ଡ ଥିଙ୍ଗ ହଉଛି ଆପଣଙ୍କୁ ଏଇଠି ଲେଟ୍ସ ମୁଁ ଯେମିତି କହିଥିଲି, ଆପଣ କାର୍ଡ ନେବେ ବା ଆପଣଙ୍କର ସ୍ଲାଇସର୍ସ ନେଇଯାଆନ୍ତୁ। ସ୍ଲାଇସରରେ ଆପଣ ଏଠି କଣ କରିପାରିବେ ନା, ଆପଣ ଏଇ ସ୍ଲାଇସରରେ ଲେଟ୍ସ ସେ ଏଇ ଜିନିଷକୁ କିଛି ଆପଣ ଇଏ ଫିଲ୍ଡକୁ, ଲେଟ୍ସ ସେ ଆମେ ଏଇଟା ନେଇଛନ୍ତି କଣ, ଲିଜେଣ୍ଡ ନେଇଥିଲେ କଷ୍ଟମର ସେଗମେଣ୍ଟ, ମୁଁ ଏଠି କଷ୍ଟମର ସେଗମେଣ୍ଟ ନେଇଥିବି ସ୍ଲାଇସରରେ। ଆପଣ ଏଠି କଣ କରିବେ ନା, ଏଟାକୁ ଆମେ ଡ୍ରପ୍ ଡାଉନ୍ କରିଦବା। ମୁଁ କହିଥିଲି ମନେ ଅଛି ତ, ସ୍ଲାଇସର ସେଟିଂରେ କେମିତି ଡ୍ରପ୍ ଡାଉନ୍ କରନ୍ତି? ମନେ ଅଛି ସମସ୍ତଙ୍କର? ଏଇଠି ଡ୍ରପ୍ ଡାଉନ୍ କରିବେ ଏଟାକୁ। ହେଲା, ଏଇଟା ଡ୍ରପ୍ ଡାଉନ୍ ହେଇଗଲା। ଲେଟ୍ସ ସେ ଆମେ ଏଇଟା କଣ କରିପାରିବା, ଏବେ ଆମେ ସୁଇଚ୍ କରିପାରିବା କି କନଜ୍ୟୁମର କେତେ, କର୍ପୋରେଟର କେତେ, ହୋମ ଅଫିସର କେତେ। ବୁଝିହଉଛି? ଏଇଟା ହେଲା ସ୍ଲାଇସର କାମ। ଆଚ୍ଛା, ମୁଁ ଏଇ ସ୍ଲାଇସର ସାଙ୍ଗରେ ଆଉ ଗୋଟେ ସ୍ଲାଇସର ନେବି କଣ ନା, ମୁଁ ଏଇ ସ୍ଲାଇସରରେ ଦେଖିବାକୁ ଚାହୁଁଛି ଆମେ ଏବେ ଯୋଉ କି ମେଟ୍ରିକ୍ସଟା ସେଟ୍ କଲେ, କୋଉଟା ସେଟ୍ କଲେ, ପ୍ରଫିଟ ଅର ଲସ୍। ଏଇଠି ଦେଖିପାରିବା। ହଁ,
ଏତିକି ପ୍ରଫିଟ୍ ହେଇଛି କେତିକି ଲସ୍ है ଏଇଟାକୁ ଆମେ ଡ୍ରପ୍ ଡାଉନ୍ କରିପାରିବା ଏଇଠି ସ୍ଲାଇସର ସେଟିଂରେ ଯାଇକି ଏଇଠି ଦେଖନ୍ତୁ ସ୍ଲାଇସରେ ଷ୍ଟାଇଲରେ ଡ୍ରପ୍ ଡାଉନ୍ କରିପାରିବେ ଡ୍ରପ୍ ଡାଉନ୍ କଲେ କ'ଣ ନା ଆପଣ ସିଙ୍ଗଲ ସିଲେକ୍ଟ କରିପାରିବେ ଲସ୍ ଆଚ୍ଛା ଏତିକି ଲସ୍ ହେଇଛି କେତିକି ପ୍ରଫିଟ୍ ହେଇଛି ଓକେ ମୁଁ ଯଦି ଦେଖିବାକୁ ଚାହୁଁଛି ପ୍ରଫିଟ୍ ହେଇଛି ମୋର କର୍ପୋରେଟ୍ ସେକ୍ଟରରେ କେତେ ମୁଁ କର୍ପୋରେଟ୍ କ୍ଲିକ୍ କରିଦେଲି ଆଚ୍ଛା 3.53 ମିଲିୟନ ଆଚ୍ଛା ପ୍ରଫିଟ୍ ହେଇଛି କଞ୍ଜ୍ୟୁମରରେ କେତେ 5.78 ମିଲିୟନ ହୋମ୍ ଅଫିସରେ କେତେ 2.09 ମିଲିୟନ ଏଇଟା ମୁଁ ଯୋଉ ଆପଣଙ୍କୁ ଦେଖଉଛି ଏଇଠି କେବଳ ସିଙ୍ଗଲ ଚାର୍ଟ ନେଇଛି ହେଲା ବଟ୍ ଆପଣ ସିଙ୍ଗଲ ଚାର୍ଟ ନୁହଁ ଆପଣ ଯେତେବେଳେ ଆପଣଙ୍କର କ୍ଲାଏଣ୍ଟ ଆପଣ ମଲ୍ଟିପୁଲ ଚାର୍ଟ ପାଇଁ କହିଥିବ ସେତେବେଳେ ମଲ୍ଟିପୁଲ ଚାର୍ଟ ବି ଆପରେ କାମ କରିବ ଲେଟ୍ସ ସେ ମୁଁ ଏଇ ଗୋଟେ ଚାର୍ଟ ନେଇଛି ଏବେ ଆଉ ଗୋଟେ ଚାର୍ଟ ନେଇଯିବା କଲମ ଚାର୍ଟ ଗୋଟେ ନେଇଗଲି ହେଲା ଏଇଠି କଲମ ଚାର୍ଟ ରହିଲା ଏଠି ଆମେ ନବା ଲେଟ୍ସ ସେ କଷ୍ଟମର ସେଗମେଣ୍ଟ ଏଇଟା ନେଇଥିଲେ ସେଗମେଣ୍ଟ ଆଉ ସେଗମେଣ୍ଟ ନବାନି ଏଥର ଏଇଠି ନେଇପାରିବା ଆମେ କଷ୍ଟମର ସିଟି ନେଇପାରିବା ଏଇଠି ତାର ପ୍ରଫିଟ୍ ସେଲ୍ସ ନେଇପାରିବା ଏଇଠି ୱାଇ ଆକ୍ସିସରେ ସେଇଟା କ୍ଲାଇଣ୍ଟ ମ୍ୟାନେଜର ସେଇଟା କଣ୍ଡିସନ ଦେଇଥିବ କି ମତେ ଏଇଆ ଏଇଆ ଦରକାର ନା ଏମିତି। ହଁ 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 ସିଏ ଦେଇଥିବ ମୁଁ ଏଇଠି ସିଏ ଦେଇଥିବ ସିଏ ଆପଣ ଆମେ ସେଇ ଲାଇନକୁ ଯିବା ଯେତେବେଳେ ଗୋଟେ ପିପିଟିରେ ବା ପିଡିଏଫରେ କେମିତି ଫର୍ମାଟରେ ଆସେ ତାଙ୍କର ରିକ୍ୱାରମେଣ୍ଟ କ'ଣ ସେମାନଙ୍କୁ କ'ଣ ଦରକାର ମୁଁ ସେଇଟା ବି ଦେଖେ ବଟ୍ ଏଇଠି କେବଳ ଆପଣଙ୍କୁ ଦେଖଉଛି ଯେ ଡିଫରେଣ୍ଟ ଡିଫରେଣ୍ଟ ଚାର୍ଟସରେ ଆପଣ କେମିତି ସେଇଟାକୁ ସେଟ୍ କରିବେ ଦେଖନ୍ତୁ ମୁଁ ଏଠି ଗୋଟେ ମାର୍କେଟ ରିଜିଅନ ଆଉ ସେଲ୍ସ ମାର୍କେଟ ରିଜିଅନ ରହିଲା ଲାଟାମ ୟୁରୋପ ଆସିଆ ଆଫ୍ରିକା ୟୁଏସଏ ଏଠି ମୁଁ କ'ଣ ଦେଖିବି ଏଠି ଲେଟ୍ସ ସେ ମୋତେ ପ୍ରଫିଟ୍ ଲସ୍ କିଛି ଦେଖିବାର ନାହିଁ ଏଠି ମୁଁ କ'ଣ ସିଲେକ୍ଟ କରିଦଉଛି ଆଚ୍ଛା ମୋର ଏଠି କଷ୍ଟମର ସେଗମେଣ୍ଟ ରହିଲା ଏଇଟା ଓକେ ଦେଖିପାରୁଥିବେ ଏଠି ଡିଫରେଣ୍ଟ ଡିଫରେଣ୍ଟ ଆପଣ ଅଲଗା ବି ଚାର୍ଟ ବି ନେଇକି କମ୍ପେୟାର କରିପାରିବେ ତ କେମିତି ଦେଖାଯାଏ ନା ଏଠି ଏଇ ଜାଗାଟା ହଁ ସମସ୍ତେ ସ୍କ୍ରିନ୍ ଭିଜିବୁଲ ଅଛି ନା ଆମେ ଏଇଟା ଗୋଟେ ଜୁମ୍ କରିଦେବା ଓକେ ଏବେ ଦେଖନ୍ତୁ ଲେଟ୍ ସେ ମୋତେ କଷ୍ଟମର ସେଗମେଣ୍ଟର କଞ୍ଜ୍ୟୁମର ଦେଖିବାର ଅଛି ମୁଁ କଞ୍ଜ୍ୟୁମର ସିଲେକ୍ଟ କରିବି ଦେଖନ୍ତୁ ଦିଟାଙ୍କ ଚେଞ୍ଜେସ୍ ହେଉଛି କର୍ପୋରେଟ ଚେଞ୍ଜେସ୍ ହେଉଛି ଚେଞ୍ଜେସ୍ ହେଉଛି ନା ତାମାନେ ଏ ସବୁଥିରେ ଏଇଟା କାମ କରୁଛି ମୋର ହେଲା ଯେହେତୁ ଏଇଟା ଗୋଟେ ଟେବୁଲ କାମ କରିବ ଓକେ ଦେନ୍ ପ୍ରଫିଟ୍ ଆଣ୍ଡ ଲସ୍ ନାଇଦର ପ୍ରଫିଟ୍ ନଟ୍ ଲସ୍ ଆଚ୍ଛା ଏଇ ସବୁ କେସ୍ରେ ତାଙ୍କର ପ୍ରଫିଟ୍ ହେଇନି କି ଲସ୍ ହେଇନି କାହାର ୟୁରୋପ ଲାଟାମ୍ ପେସିଫିକ୍ ଏସିଆ ଏତିକି ଏତିକି କ୍ୱାଣ୍ଟିଟି ପ୍ରଫିଟ୍ କେତେ ହେଇଛି ଆପଣ ଦେଖିପାରିବେ ଦେଖନ୍ତୁ 4.5 ମିଲିୟନ ତାଙ୍କର ପ୍ରଫିଟ୍ ହେଇଛି ୟୁରୋପର ସେମିତି 4.5 ମିଲିୟନ ପ୍ରଫିଟ୍ ହେଇଛି ଲସ୍ କେତେ ହେଇଛି ଦେଖିପାରିବେ ଲସ୍ ହେଇଛି ଆପଣଙ୍କର ଓନ୍ଲି 1 ମିଲିୟନ ଓକେ ବଟ୍ ନାଇଦର ପ୍ରଫିଟ୍ ନାଇଦର ଲସ୍ ଦେଖିବେ ଯଦି 40K ବା 45K ବୁଝିହେଉଛି ଆମେ ଯଦି ଦେଖିବା ସେଇ କେସ୍ରେ କଷ୍ଟମର ମାନଙ୍କର ସେଗମେଣ୍ଟ ବା କଞ୍ଜ୍ୟୁମର ବା କର୍ପୋରେଟ ହୋମ୍ ଅଫିସରେ ଆପଣ ଯଦି କର୍ପୋରେଟ ସେକ୍ଟରରେ ଇଏ ସେମିତି ଆପଣ ଡିଫରେଣ୍ଟ ଡିଫରେଣ୍ଟ ଭ୍ୟାଲୁକୁ ଏମିତି ଦେଖିପାରିବେ ବାସ୍ ଏଇଟା ଆପଣଙ୍କ କାମ ନୁହଁ ଅବଶ୍ୟ ଦେଖିବା ଡିସିଜନ ମେକିଂ ଏବେ ଆପଣଙ୍କ କାମ ନୁହଁ ଆପଣଙ୍କୁ ଏବେ କ'ଣ କରାହବ ନା ଆପଣଙ୍କୁ ଦିଆହବ ଏବେ ତାଙ୍କର ରିକ୍ୱାରମେଣ୍ଟ କ'ଣ ଗୋଟେ ପିଡିଏଫ ରେ ସେମାନେ ସେୟାର କରିବେ ନେକ୍ସଟ ଅପକମିଂ ସେସନରେ ମୁଁ ଦେଖେଇବି ଗୋଟେ ରିଏଲ ଲାଇଫରୁ ରିଏଲ ଆପଣଙ୍କର ଯୋଉ କ୍ଲାଏଣ୍ଟ ତାଙ୍କର ପିଡିଏଫ ରେ କେମିତି ରିକ୍ୱାରମେଣ୍ଟ ଆସେ ଆଉ ସେଇ ରିକ୍ୱାରମେଣ୍ଟକୁ ଆମେ କେମିତି ଅଣ୍ଡରଷ୍ଟାଣ୍ଡ କରିବା ସେଇ ହିସାବରେ ଡେଟା କ୍ଲିନ୍ କରିବା ଆଉ ଆମେ ଏମିତି ଡିଫରେଣ୍ଟ ଡିଫରେଣ୍ଟ ସିଏ ଲେଖା ହେଇଥିବ କି ମତେ କଷ୍ଟମର ସେଗମେଣ୍ଟ ବାय ସେଲ୍ସ ର ପାଏ ଚାର୍ଟ ଦରକାର କି କଲମ ଚାର୍ଟ ଦରକାର ସିଏ ଆପଣଙ୍କର ଚାର୍ଟ ଗୋଟେ ଗୋଟେ ଜାଗାରେ ଚାର୍ଟ ଲେଖା ହେଇଥାଏ ଆଉ ଗୋଟେ ଗୋଟେ ଜାଗାରେ ଏମିତି ଦେଖା ହେଇଥାଏ କି ଆପଣଙ୍କୁ ସେଲ୍ସ ୱିଥ ସେଗମେଣ୍ଟ ଦେଖାନ୍ତୁ ବଟ୍ ଆପଣଙ୍କୁ ସେଇଠି ଡିସିସନ ନେବାକୁ ପଡିବ କି ମୁଁ ସେଇଟା ପାଏ ଚାର୍ଟରେ ଦେଖେଇବି କି ସେଇଟା ଆପଣଙ୍କୁ କଲମ ଚାର୍ଟରେ ଦେଖେଇବି କୋଉ ଚାର୍ଟଟା ବୁଝିଲା ସୁଇଟେବଲ ହବ। ହଁ ଏକ୍ଜାକ୍ଟଲି କୋଉ ଚାର୍ଟଟା କୋଉ ଯୋଉ ଆପଣଙ୍କର ରିପୋର୍ଟ ପାଇଁ ସୁଇଟେବଲ ହବ ସେଇଠି ଆପଣ ଡିସିସନ ମେକିଂ କରିବେ ସେଇଟା କେତେବେଳେ କରିବେ ଆପଣ ଯେତେବେଳେ ସବୁ ଚାର୍ଟ ସହିତ ଅଲଗା ଅଲଗା ଚାର୍ଟକୁ ଟ୍ରାଏ କରିସାରିଥିବେ ସବୁ ଚାର୍ଟର ୟୁଜ୍ କେସ୍ ବୁଝିଥିବେ ଗଟ୍ ଇଟ୍ ଆପଣ ଯଦି ଯେମିତି କି ମୁଁ ଫାଷ୍ଟ ଦେଖେଇଲି ଗୋଟେ ପାଏ ଚାର୍ଟରେ ଆପଣଙ୍କୁ ଦେଖେଇଲି ଗୋଟେ ମେସି ଡାଟା ଆପଣ ଯଦି ସେଇଟାର ଡିଫରେନ୍ସ ବୁଝିପାରିବେନି ଆପଣ ସେଇଟାକୁ ଗୋଟେ ପାଏ ଚାର୍ଟରେ ଦେଖେଇଦେବେ ତାହେଲେ ସେଇଟା ତ ରିଲେଭେଣ୍ଟ ହବନି ନା ବୁଝିହେଲା ତ ସେଇ କେସ୍ରେ ଆପଣଙ୍କୁ କଲ୍ ନେବାକୁ ପଡ଼ିବ ସେଇଟା ଆପଣ ଏକ୍ସପିରିଏନ୍ସ ହେଲେ ଆପଣ ଧୀରେ ଧୀରେ ଜାଣିପାରିବେ ବଟ୍ ଏବେ ଯେତେବେଳେ ଆପଣ ଇଣ୍ଡଷ୍ଟ୍ରିକୁ ଯିବାର ଅଛି ଆପଣ ତ ନିହାତି 2-3 ବର୍ଷର ଏକ୍ସପିରିଏନ୍ସ ଦେଖେଇ ଯାଉଛନ୍ତି ତେଣୁକରି ଏସବୁ ଜିନିଷ ଉପରେ ଆପଣ କମାଣ୍ଡ ରହିବା ଦରକାର କି କୋଉ ଚାର୍ଟଟା ମୋତେ କୋଉ ଜାଗା ନେବାର ଅଛି ବୁଝିହେଲା ଆଉ ସେଇ ଜାଗାରେ ଆପଣ କନଫ୍ୟୁଜନ ନାହିଁ ଆଉ ତାପରେ ମୁଁ ଶିଖେଇବି ଆପଣଙ୍କୁ ୟୁ ୟୁ ଆଇ ଯୋଉଟା ୟୁଜର ଇଣ୍ଟରଫେସ ଆଉ ୟୁଏକ୍ସ ପାର୍ଟ କେମିତି କରିବା ଏଗୁଡ଼ା ଆମେ କେମିତି ପ୍ରଫେସନାଲ ୱେରେ ଏଗୁଡ଼ା କେମିତି କଲର ସେଟ୍ କରିବା ବ୍ୟାକଗ୍ରାଉଣ୍ଡ କେମିତି କଲର କରିବା ସେଗୁଡ଼ା ଅଛି ଆହୁରି ରିପୋର୍ଟରେ ବହୁତ ସାରା ଅଛି କାନଭାସରେ ଆପଣ ବୁକ୍ ମାର୍କ କେମିତି ବୁକ୍ ମାର୍କ ଗୋଟେ ଇମ୍ପୋର୍ଟାଣ୍ଟ ଓକେ ବୁକ୍ ମାର୍କ କେମିତି କରିବେ ପେଜ ନାଭିଗେସନ କେମିତି କରିବେ ଗୋଟେ ପେଜରୁ ଆଉ ଗୋଟେ ପେଜକୁ କେମିତି ଯିବେ ଏଗୁଡ଼ା ବହୁତ ସାରା ଥିଙ୍ଗ ଅଛି ଆମେ ଏଗୁଡ଼ା ଶିଖିବା ବଟ୍ ଏବେ ଡେଟା କ୍ଲିନିଂରେ ଆଉ ଗୋଟେ ଡେଟା ମୁଁ ଆପଣଙ୍କୁ ଦେବି ଆପଣ ସେଟା କ୍ଲିନ୍ କରିକି ମତେ ସେୟାର କରିବେ ଓକେ ତାପରେ ଆମେ ଯିବା ଡେଟା ମଡେଲିଂ ଦେନ୍ ଆମେ ଡାକ୍ସ ପରେ ଆମେ ୟୁଆଇ ୟୁଏକ୍ସ ପାର୍ଟକୁ ଦେଖିବା ଆଉ ବୁକ୍ ମାର୍କ ଏଇ ଯୋଉ ଅପସନ ଗୁଡ଼ା କେତେଟା ରହିଲା
ओके मेजर केमती क्रिएट करबा हमर सीडे डैक्स रे हम शिखिबा ओके एंड आपण एगुड़ा तो मॉडलिंग तो मुझे कहली आम एगुड़ा करवा तापर ऑप्टिमाइज काम कौन आप केमती ऑप्टिमाइजेशन करेंगे गोटे डेटा को बुझेगा ऑप्टिमाइज माने होची आपनकर लेट से 2 GB 4 GB रो डेटा अछि आपण तो ऑप्टिमाइज कला परे यू वोंट बिलीव सेटा 100 रु 200 MB रो डेटा हो जिवो बुझी परछोंदी 2 GB 4 GB जोटा लोड करिया पई 10 रु 5 रु 10 मिनिट लागि जिवो बट 100 MB 150 MB हेले आपण सेटा 2 मिनिट रे लोड हो जिवो बुझी परछोंदी तो सेटा निहाती इंपोर्टेंट ऑप्टिमाइजेशन केमती हो एटा गोटे इंटरव्यू क्वेश्चन हाउ विल ऑप्टिमाइज ओके पावर बी रिपोर्ट ठीक तो ठीक अछि नेक्स्ट क्लास रे ସାର୍ हमें ଗୋଟେ କ୍ୱେଶ୍ଚନ सैटरडे ଥିଲା हाँ 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 एक्चुअली ଏବେ ତ ଯାହା ଡାଟା କ୍ଲିନ୍ କଲେ ସେଟା ନର୍ମାଲି କହିଲେ ତ ସପୋଜ କନସିଡର ଗୋଟେ ଡାଟା ବଦଳରେ 5-6ଟା ଡାଟା ଥାନ୍ତା ଆପଣ ଯାହା କହୁଥିଲେ ଡାଟା ମଡେଲିଂ ଫଡେଲିଂ ରେ ତ ସେ ସବୁରେ ଏକ୍ସଟ୍ରା ଟାଇମ ଲାଗିଥାନ୍ତା ଟିକେ ବଟ୍ ଯୋଉ ଆକ୍ଚୁଆଲି ଇଣ୍ଡଷ୍ଟ୍ରିରେ ଥାଉଛନ୍ତି ଟିମ୍ ହିସାବରେ ତ ସପୋଜ ଯଦି 5 ଜଣ ଟିମ୍ ଅଛନ୍ତି 5 ଜଣ ମେମ୍ବର ଅଛନ୍ତି ତ ଇଚ୍ ମେମ୍ବର କୁ ଅଲଗା ଅଲଗା ଡ୍ୟୁଟି ମିଳେ ନା ସପୋଜ କନସିଡର ହେଲା ଯେ ନାଇଁ डिपेंड ଡାଟା କ୍ଲିନିଂ ହବ ତ 5 ଜଣଙ୍କୁ ଡାଟା डिपेंड करे କ୍ଲିନିଂ ଆଗ ମିଳିବ डिपेंड करे आपणक प्रोजेक्ट आपणक इंडस्ट्री केते बड़ लेट से मु जेमि डिफरेंट डिफरेंट प्रोजेक्ट रे काम करिक आस्थिली सेठी कोन हुए कि आपणक टीम ओके लेट से आपणक टीम रे डेटा ए पावर बीआई डेवलपर कहि परिबा बा डेटा एनालिस्ट आपणकर 5 रु 6 जन अछंती ओके तो सेठी कोन हुए आपणक ए गोटे रिपोर्ट हैंडल करियो पड़ेनी आपको ये 4टा 5टा रिपोर्ट हैंडल करियो पड़े केबे केबे एमती हुए कि किए छुट्टी रे थिबो ता रिपोर्ट आपण हैंडल करिवे कि मैटरनिटी लीव रे जदी थाए से आउरी असुविधा माने आपण 6 मास धरी ता रिपोर्ट को आपण को दिया हबो केटी से मैटरनिटी लीव रे जीवो ता 6 दिन 8 दिन आगु आपण को 15 दिन आगु जति तो टाइम दरकार से आपण को केटी दबो आपण से केटी की जति आपण केटी देला आपण सेही हिसाब रे आपण ता रिपोर्ट को एनालिसिस करेंगे अंडरस्टैंड करेंगे क्लाइंट को बुझे क्लाइंट सहित कथा हे बिजनेस को बुझे देन आप काम करेंगे बुझीपार तो यही सब केसेस रे कौन हुए आपण पार गोटे रिपोर्ट नଥାଏ ଆପଣ ବହୁତ ରିପୋର୍ଟ ଥାଏ ତେଣୁକରି ଆପଣଙ୍କୁ ନିଜ କାମ ନିଜେ କରିବାକୁ ପଡିବ ଯେତେଟା ବି ସିଟ୍ ଥାଉ ନା କାହିଁକି ଏଇଟା କଣ ଏଇଟା ତ ବହୁତ କମ ସିଟ୍ ଏଇଟା ତ ମାନେ 4ଟା 5ଟା ସିଟ୍ ରହିଲେ ବି ବହୁତ କମ ସିଟ୍ ଆପଣଙ୍କୁ ଇନ ଫ୍ୟୁଚର ଦେଖିବେ ଗୋଟେ ଗୋଟେ ରିପୋର୍ଟ ରେ 8 ରୁ 10ଟା ଟେବୁଲ ଥିବ ତାକୁ ବି ଆପଣ ଏକୁଟିଆ ହ୍ୟାଣ୍ଡେଲ କରିବାକୁ ପଡିବ ଆପଣ ଯେତେବେଳେ ଫ୍ରେଶର ହିସାବରେ ଜଣେ କିଏ ଜଏନ୍ କରିଛି ତାକୁ କିଛି ପାୱାର ବିଆଇ ଆଇଡିଆ ନାହିଁ ସେତେବେଳେ ଆପଣଙ୍କୁ କିଏ ହେଲ୍ପ କରିପାରିବ ବଟ୍ ଆପଣଙ୍କୁ ଏ ସବୁ ନିଜକୁ ହ୍ୟାଣ୍ଡେଲ କରିବାକୁ ପଡିବ ଏମିତି ନାହିଁ ଯେ ହଁ ସମସ୍ତେ ଅଛନ୍ତି ମାନେ ସମସ୍ତେ ଗୋଟେ ଗୋଟେ ସିଟ୍ କୁ ନେଇ କ୍ଲିନ୍ କରିବେ ନା ଏଇ ଗୋଟେ ଗୋଟେ ସିଟ୍ କୁ କ୍ଲିନ୍ କରିବା କିଛି ବଡ କାମ ନୁହଁ ଆପଣ ସେଟା ନିଜେ କରିବେ ଆପଣଙ୍କୁ ତ ବହୁତ ସାରା ଚ୍ୟାଲେଞ୍ଜେସ୍ ଆସିବ ଏଇ ଗୋଟେ ଗୋଟେ ରିପୋର୍ଟ କୁ ହ୍ୟାଣ୍ଡେଲ କରିବା ପାଇଁ ମାନେ କେବେ କେବେ ଏମିତି ହବ ଆପଣ ରିଫ୍ରେଶ ମାରୁଥିବେ ଏଇ ଜିନିଷ ଗୁଡା ରିଫ୍ରେଶ ହଉନଥିବ ତାର ପାଇପଲାଇନ ଡେଟା ପାଇପଲାଇନ ଯୋଉଠି ଥିବ ସେ ଡେଟା ପାଇପଲାଇନ କୋଉଠି ବ୍ରେକ୍ ହେଇଯାଇଛି କୋଉ ଡେଟା ପାଇପଲାଇନ କୋଉ ମାନେ ଆପଣ ଯୋଉଠି ଡେଟା ଉଠେଇଥିବେ ସେଇଠି ସେ ଡେଟା କିଏ ତାକୁ ପ୍ଲେସ୍ କୁ ଚେଞ୍ଜ କରିଦେଇଥିବ ବୁଝିପାରୁଛନ୍ତି ତ ଆପଣ ଯୋଉ କ୍ଲାଉଡ ରୁ ଡେଟାଟା ନେଇଥିବେ ସେଇ କ୍ଲାଉଡ ରେ ଯଦି ଡେଟା କିଛି ଚେଞ୍ଜେସ୍ ହେଇଥିବ ତା ପ୍ଲେସ୍ କିଛି ଚେଞ୍ଜେସ୍ ହେଇଥିବ ଆପଣଙ୍କ ଡେଟା ଇଞ୍ଜିନିୟର କିଛି ଚେଞ୍ଜେସ୍ କରିଦେଇଥିବ ଆଇଦର ସେ ଆପଣ ଇନଫର୍ମେସନ କରିଥିବ ସବୁବେଳେ ଇନଫର୍ମେସନ କରନ୍ତି ବଟ୍ ଆପଣ ସେ ମେଲ୍ କୁ ଦେଖିନାହାନ୍ତି ଓକେ ଆପଣ ଛୁଟିରେ ରହିଯାଇଛନ୍ତି ତାପରେ ଆପଣ ଯାଇ ରିଫ୍ରେଶ ମାରୁଛନ୍ତି ଅନ୍ଧାଧୁନ ରିଫ୍ରେଶ ମାରୁଛନ୍ତି ସକାଳୁ ଉଠି ଆପଣ କ୍ଲାଇଣ୍ଟ କହିଛି ଆପଣ ଡେଟା ଦରକାର ଆପଣ ରିଫ୍ରେଶ ହଉନି ଆପଣ ଡେଟା ଇଞ୍ଜିନିୟର ଆସିବ 10ଟାରେ ଲଗ୍ଇନ୍ କରିବ ସେତେବେଳେ ଯାଇ ଆପଣ ୱେଟ୍ କରିବେ ତାକୁ ଗୋଟେ ମେଲ୍ ପକେଇବେ ତା ପାଖରେ 1000 ମେଲ୍ ଆସିଥିବ ସିଏ ଆପଣଙ୍କୁ ରିପ୍ଲାଏ କରିବ ହେଇପାରେ 12ଟା ଗୋଟେ ସେଦିନ ସନ୍ଧ୍ୟା ବି ହେଇଯାଇପାରେ ତାପରେ ଦିନ ବି ହେଇଯାଇପାରେ ଆପଣଙ୍କୁ ସେ ମେଲ୍ ଯେପର୍ଯ୍ୟନ୍ତ ରିଫ୍ରେଶ ନ ଆସିଥିବ ଏପଟରେ ଆପଣଙ୍କ କ୍ଲାଇଣ୍ଟ ଚିଲଉଥିବ କଣ ପାଇଁ ଡେଟା ଭିଜିବୁଲ ହଉନି ଏମିତି ଡେଟାଟା ଥିବ ଆଉ କିଛି କାହିଁକି କାଲି ଯେତେ ସେଲ୍ସ ହେଇଥିବ ଏଗୁଡ଼ା ଡେଟା ବଢିବା ଦରକାର ଡେଟା ଗୁଡ଼ା ଚେଞ୍ଜେସ୍ ହବା ଦରକାର କିଛି ଚେଞ୍ଜେସ୍ ହେଇନଥିବ ସେ 2 ଦିନ ହେଲାଣି ସେ ଓଲ୍ଡ ଡେଟାକୁ ଦେଖୁଥିବ ସିଏ ଏକଦମ ଫ୍ରଷ୍ଟ୍ରେଟ୍ ହେଇଥିବ ଆପଣଙ୍କ ଉପରେ ଆପଣ ଆପଣଙ୍କ ଡେଟା ଇଞ୍ଜିନିୟର ଉପରେ ଡିପେଣ୍ଡେଣ୍ଟ ଥିବ ଆପଣ ସେଇଠୁ ଆପଣ ମ୍ୟାନେଜର କହୁଥିବ ମ୍ୟାନେଜର ଆଉ ଗୋଟେ ଡେଟା ଇଞ୍ଜିନିୟର ସହିତ ଆପଣଙ୍କୁ କୋଲାଇଡ୍ କରୁଥିବ ସିଏ କିଛି ଡେଟା ବିଷୟରେ ତାକୁ କିଛି ଆଇଡିଆ ନଥିବ ସିଏ ପୁଣି ନ୍ୟୁ ଦେଖୁଥିବ ଏସବୁ ବହୁତ ଚ୍ୟାଲେଞ୍ଜେସ୍ ଆପଣଙ୍କୁ ଫେସ୍ କରିବାକୁ ପଡିବ ତ ସାର୍ ଆମକୁ ଡାଟାଟା ଆକ୍ଚୁଆଲି ଯିଏ ପ୍ରୋଭାଇଡ करे ସିଏ କିଏ ଆମର ମ୍ୟାନେଜର ଥିବେ ନା ଡାଟା ନା ଇଞ୍ଜିନିୟର ନା ମ୍ୟାନେଜର କେବେ ଡେଟା ପ୍ରୋଭାଇଡ କରିବ ନାହିଁ ହଁ ଯଦି ଆପଣ ମ୍ୟାନେଜର ଡେଟା ଇଞ୍ଜିନିୟର ହେଇଥିବ ତାହେଲେ ପ୍ରୋଭାଇଡ କରିବ ଯଦି ଆପଣ ମ୍ୟାନେଜର ନାଇଁ ତ କିଛି ଡେଟା ବେସିକଲି ଇଞ୍ଜିନିୟର ଡାଟା ଇଞ୍ଜିନିୟର ହିଁ ଡାଟା ପ୍ରୋଭାଇଡ କରିବେ ନା ଏକ୍ଜାକ୍ଟଲି ଡେଟା ଇଞ୍ଜିନିୟର ହିଁ ଆପଣ ଡେଟା ପ୍ରୋଭାଇଡ କରିବ ବଟ୍ ବେଳେ ବେଳେ କଣ ହୁଏ ନା ଯେତେବେଳେ ଆପଣଙ୍କର ଗୋଟେ ସୋର୍ସ ଫାଇଲ ଥାଏ ଯୋଉଠି ଆପଣଙ୍କର ଲେଟ୍ ସେ ମୁଁ କଣ କହୁଥିଲି ଆମର ସେୟାରିଂ କ୍ଲାଉଡ ଯୋଉ ଅ, କ୍ଲାଉଡ 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 ଫ୍ଲାଉଡ ହଁ ସେଥିରୁ ଯଦି ଆପଣ ଆଣୁଛନ୍ତି ସେଇଟା ତ ନର୍ମାଲ ଥିଙ୍ଗ ଆପଣଙ୍କୁ ଡେଟା ଇଞ୍ଜିନିୟର ଦରକାର ବି ପଡିବନି କି ଆପଣ ଏକ୍ସେଲ ଉଠଉଛନ୍ତି ଆପଣ ଗୋଟେ ଏକ୍ସେଲ ଆପଣ ମ୍ୟାନେଜର ଗୋଟେ ଦେଇଦେଲା ଏକ୍ସେଲ ରେ ଫାଇଲ୍ସ ମେଲ ରେ ଦେଇଦେଲା ଗୋଟେ ଏକ୍ସେଲ ରେ ଫାଇଲ ଆପଣ ସେଇଟା ଡାଉନଲୋଡ କରି ଉଠେଇଲେ ଏଠି ଡେଟା ଇଞ୍ଜିନିୟର କିଛି ରୋଲ ନାହିଁ ବଟ୍ ଆପଣ ମୋଷ୍ଟଲି ଯେତେବେଳେ କୌଣସି କ୍ଲାଉଡ ରୁ ନଉଛନ୍ତି ସେତେବେଳେ ଆପଣଙ୍କ ଡେଟା ଇଞ୍ଜିନିୟର ଆପଣଙ୍କୁ ଗୋଟେ ଆଇଡି ପାସୱାର୍ଡ ଦେଇଥିବ ସେ ଆଇଡି ପାସୱାର୍ଡ ଲଗ୍ଇନ୍ କରିଥିବେ ସେଇଠି ଯାହା ଅସୁବିଧା ହେଲା ଆପଣ ତାକୁ ଇଏ କରିବେ ବଟ୍ ଏତେ ଇଜି ନୁହଁ ମାନେ ଡେଟା ଇଞ୍ଜିନିୟର କୁ ସହିତ
କଣ କମ୍ୟୁନିକେଟ କରିକି ଆପଣ ତା ସହିତ ବୁଝିକି ଆପଣ ଡେଟାଟା ମିଳିବ କାହିଁକିନା ସିଏ ବହୁତ ବିଜି ଥାଏ ଆଉ ସବୁ ଇଣ୍ଡଷ୍ଟ୍ରି ଡେଟା ଇଞ୍ଜିନିୟର ଏମିତି ଥାନ୍ତି ଯଦି ଡେଟା ଆନାଲିଷ୍ଟ 5ଟା ଥିବେ ଡେଟା ଇଞ୍ଜିନିୟର ସେଠି ଗୋଟେ ଥିବ ହେଲେ ବୁଝିପାରୁଛନ୍ତି ତ ସାର୍ ପଇସା ହେଲେ ଡାଟା ଇଞ୍ଜିନିୟର ତଗଡା ଥିବ। ହଁ ତେଣୁକରି ସିଏ ଗୋଟେ ଡେଟା ଇଞ୍ଜିନିୟର ସିଏ ପାଗଳ ହେଇଯାଉଥିବ ସେ ଟିମ୍ ହ୍ୟାଣ୍ଡେଲ କରିବା ସିଏ ପୁରା ଓକେ ତ ଏଇ ସବୁ କଲେ ଆପଣ ସାର୍ ଜାଣିପାରିବେ ଆଉ ଏଇ ଗୋଟେ ସବୁ ଗୋଟେ ଜିନିଷ ହୁଁ ଯୋଉ ମୁଁ ସିକ୍ୱେଲ ସର୍ଭର କୁ କନେକ୍ଟ କଲା ବେଳକୁ କଣ ସେଇଠି ଯୋଉ ଦିଟା ଅପସନ କଣ ଦେଖଉଥିଲା, କଣ ଡାଇରେକ୍ଟ ଆଉ ଗୋଟେ ଇମ୍ପୋର୍ଟ ଡାଇରେକ୍ଟ ଅର ମୋଡ ଗୋଟେ ସମଥିଙ୍ଗ କ୍ୱେରି କହୁଥିଲା। ମୋଡ। ଡାଇରେକ୍ଟ କରି ହଁ ଇମ୍ପୋର୍ଟ ସେଇଟା କରି କଣ ସାର୍ ଆକ୍ଚୁଆଲି? ଏଇଟା କହିବା ହଉଛି ଏଇଟା କହିବା ଏସକ୍ୟୁଏଲ ର ପାୱାର। ଏସକ୍ୟୁଏଲ ର ତାର ଡାଟାବେସ୍ ନେମ୍ ଏବଂ ପାସୱାର୍ଡ ଦେଲେ ଡାଟାବେସ୍ କନେକ୍ଟ ହବ। ନାଇଁ 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 କନେକ୍ଟ ତ ଡାଇରେକ୍ଟ ହେଇଯିବ କରି ସେଇଟା, ଇମ୍ପୋର୍ଟ କରି ବଟ୍ କଣ ଆପଣ ଯେତେବେଳେ ଗୋଟେ ଥିଙ୍ଗ କୁ ଡାଇରେକ୍ଟ କରି ଆଉ ଇମ୍ପୋର୍ଟ କରିରେ କରିବେ ଲେଟ୍ସ ସେ ମୁଁ କହୁଛି ଏଇ ଜାଗାରେ ଏଇ ଜାଗାରେ ଆପଣଙ୍କର ଏଇ ଯୋଉ ଡେଟାଟା ଆସୁନି କି ସେଲ୍ସ ଡେଟା ଦେଖଉଛି ଓକେ ମୁଁ ଯଦି ଏଠି ଇମ୍ପୋର୍ଟ କରିଦଉଛି କୋଉ କରିକି ଇମ୍ପୋର୍ଟ କରିଦଉଛି ତାହେଲେ ଏଇଠି ମତେ ଏଇ ଡେଟାଟା ଏଇ ଟେବୁଲରେ ଦେଖଉଛି ଏଇଟା ଦେଖେଇବ ଯଦି ମୁଁ ଡାଇରେକ୍ଟ କରି କରୁଛି ତାହେଲେ କଣ ହବ ହ୍ୟାଲୋ ମୋ ଭଏସ ଶୁଭାଯାଉଛି ସମସ୍ତଙ୍କୁ ହ୍ୟାଲୋ ହ୍ୟାଲୋ ଆଜ୍ଞା। ହଁ ହଁ ସାର୍, ଶୁଭାଗଲା ହଁ ହଁ ଯେତେବେଳେ ମୁଁ ଡାଇରେକ୍ଟ କରି କରୁଛି ୟେସ୍ ସାର୍ ଏଇଠି କ୍ଲିୟର। ଡେଟା କିଛି ହଁ ଏଠି ଡେଟା କିଛି ଦେଖେଇବନି ଆପଣଙ୍କୁ ଲାଗିବ ବୋଧେ ଆପଣଙ୍କର ଡେଟା ନାହିଁ ଆପଣଙ୍କ ପାଖରେ ଏଠି ଡେଟା କିଛି ଆସିବନି ବଟ୍ ଆପଣ ଏଠି ଯେତେବେଳେ ରିପୋର୍ଟ ନେବେ ଆପଣ ଏଇଠୁ ଏଇ ଅପସନ ଗୁଡା ଆସିବ ଆପଣ ଏଇଗୁଡା ୟୁଜ କରିକି ଡେଟା ୟୁଜ କରିପାରିବେ ଟ୍ରାଏ ଟୁ ଅଣ୍ଡରଷ୍ଟାଣ୍ଡ ଏଇଠି ଆପଣ ଡେଟାକୁ ୟୁଜ କରିପାରିବେ ଏଇଭଳିଆ ସବୁ ରିପୋର୍ଟ ସବୁ ଡେଟା ଦେଖେଇବ କିନ୍ତୁ ଏଇ ଜାଗାରେ ଆପଣଙ୍କର ଏଇ ଜାଗାରେ କିଛି ଡେଟା ଦେଖେଇବନି ମାନେ ଡିଫରେନ୍ସ ବୁଝନ୍ତୁ କଣ ପାଇଁ ଡାଇରେକ୍ଟ କରି ଇମ୍ପୋର୍ଟ କରିଥାଏ ଦେଖନ୍ତୁ ଆପଣଙ୍କର ଏଇଟା ଗୋଟେ ଡେଟା ସେଟ୍ ଲେଟ୍ ସେ ଆପଣଙ୍କର 2 GB କି 3 GB ର ଆପଣ ଏଇଟା ଗୋଟେ ରିପୋର୍ଟ ବନେଇଛନ୍ତି ହେଲା ଆପଣ ତାକୁ ଅପ୍ଟିମାଇଜ କରିକି 1 GB କି 500 MB କରିଦେଲେ ଆପଣଙ୍କୁ ସେଇଠି ମ୍ୟାନେଜର କହିଲା କି ମତେ ଏଇଠି ଆଉ ଗୋଟେ ଡେଟା ଦରକାର ଯୋଉଟା ମୁଁ ଗୋଟେ ମାର୍କେଟିଂରେ ଗୋଟେ ଡ୍ୟାସବୋର୍ଡ ବନେଇବି ଏଠି ତ ଆପଣ ସେଠି କଲେ କଣ ଆପଣ ଯଦି ସେ ମାର୍କେଟିଂର ଡ୍ୟାସବୋର୍ଡ ପାଇଁ ସେଠି ଆପଣ ସେ ଡେଟା ସୋର୍ସକୁ ଏଠି କନେକ୍ଟ କରୁଛନ୍ତି ତାହେଲେ ଏଗେନ୍ ଆପଣଙ୍କ ଏଟା ଆଉ ଗୋଟେ ମାନେ ବୁଝିପାରୁଛନ୍ତି ତ ଏଇଟା ଗୋଟେ ହେଭି ଆମାଉଣ୍ଟର ରିପୋର୍ଟ ବନିଯିବ ଯୋଉଟା କି ଆପଣ ସେୟାର କରିବା କଷ୍ଟ ହେଇଯିବ ଯେତେବେଳେ ରିପୋର୍ଟଟା ବଡ ହେଇଯାଏ ଆପଣ ଅପଲୋଡ କରିବାକୁ ଡାଉନଲୋଡ କରିବାକୁ କଷ୍ଟ ହୁଏ ଓକେ ଆପଣ ଅପଲୋଡ କରିବାକୁ କଷ୍ଟ ହବ ସାମ୍ନା ବାଲା ଯେତେବେଳେ କ୍ଲାଏଣ୍ଟ ଡାଉନଲୋଡ କରିବେ ତାକୁ ବି କଷ୍ଟ ହବ ତ ସେସବୁ ଜିନିଷ ଆମେ ଆଭଏଡ କରନ୍ତି ଇଣ୍ଡଷ୍ଟ୍ରିରେ ଓକେ ତ ସେକେଣ୍ଡ ଥିଙ୍ଗ ଆପଣଙ୍କର ସେଇଠି ଆପଣ କଣ କରିବେ ଆହୁରି ବହୁତ ସାରା ଥିଙ୍ଗ ଅଛି ଆପଣଙ୍କୁ ତ ମୁଁ କମ୍ପ୍ଲିଟ କରିପାରିବିନି ଏଠି ଟାଇମ ନାହିଁ ମତେ ଏତିକି ମନେ ରଖନ୍ତୁ ଡାଇରେକ୍ଟ କରି କଲେ କଣ ହବ ଆପଣଙ୍କୁ କେବଳ ରେଜଲ୍ଟ ଦରକାର ନା ଆପଣଙ୍କୁ କେବଳ ଡେଟା ଦରକାର ନା ଆପଣ ତା ଡେଟାକୁ ୟୁଜ କରିବାକୁ ଚାହୁଁଛନ୍ତି ନା ଲେଟ୍ ସେ ଆପଣ କ୍ଲାଉଡରେ ଜଣଙ୍କ ଡେଟା ୟୁଜ କରିବାକୁ ଚାହୁଁଛନ୍ତି ଆପଣ ଡାଇରେକ୍ଟ କରିରେ କେବଳ ତା ଡେଟାକୁ ଆଣିବେ ଆପଣ ଏଠି ଯେତେଟା ରିପୋର୍ଟ ଦରକାର ରିପୋର୍ଟ ବନେଇଦେବେ କିନ୍ତୁ ଆପଣ ସେ ଏଇ ଜାଗାରେ ଏମିତି ଡେଟା ଯୋଉ ଦେଖୁଛନ୍ତି ଭ୍ୟୁ କରୁଛନ୍ତି ଏଠି ଆପଣ ଭ୍ୟୁ କରିପାରିବେନି ଏଠି ଆପଣ ଭ୍ୟୁ କଲେ କଣ ହବ ଆପଣ ଏଠି ମେମୋରି କଂଜପ୍ସନ ହବ ଠିକ ଅଛି କିନ୍ତୁ ଆପଣଙ୍କୁ ଗୋଟେ ରିପୋର୍ଟ ବନେଇବା ପାଇଁ ଦରକାର ଆପଣ ଖାଲି ସେଇଠୁ ଆଣି ରିପୋର୍ଟଟା ବନେଇ ପାରିବେ ମାନେ ଆପଣଙ୍କ କାମ ଚଳିଯିବ ବୁଝିପାରୁଛନ୍ତି ତ ଆପଣଙ୍କୁ ହଁ ଯେମିତି ସାର୍ କି ମୁଁ କ୍ଲିୟର। ଏମିତି କହିବି ଗୋଟେ ଫଟୋ ଆପଣଙ୍କୁ ଦେବି PDF ଫର୍ମାଟରେ ଆପଣଙ୍କୁ ଖାଲି ଗୋଟେ ଫଟୋଟା ଏମିତି ହ୍ୱାଟ୍ସଆପରେ ସେୟାର କରିଦେବି ଗୋଟେ ହ୍ୱାଟ୍ସଆପରେ ସେୟାର କଲେ 50 KB କି 100 KB ରେ ପଳେଇବ ବଟ୍ ଯଦି ଏଟା PDF ଫର୍ମାଟରେ କି ଡକ୍ୟୁମେଣ୍ଟ ଫର୍ମାଟରେ ଦେବି 2 MB 5 MB ହବ ଆପଣଙ୍କୁ ଫଟୋଟେ ଦରକାର ଆପଣଙ୍କୁ ଫଟୋଟା ମୁଁ ଦେଇଦେବି ଯଦି ଆପଣଙ୍କ ମତେ ଡକ୍ୟୁମେଣ୍ଟ ଫର୍ମାଟ ଦେବେ ମୁଁ ତାକୁ ଏଡିଟ ଟିକେ କରିବି ତ ସେଇ ହିସାବରେ ମୁଁ ତ ଆପଣଙ୍କୁ PDF ରେ କି ଡକ୍ୟୁମେଣ୍ଟ ଫର୍ମାଟ ଦେବି ବୁଝିପାରୁଛନ୍ତି ତ ବଟ୍ ଏଇଟା ଏତେ ୟେସ୍ ସାର୍ କ୍ଲିୟର। ମାନେ ଇଏ ଏକ୍ସାମ୍ପଲ ନୁହଁ ଫିର ବି ଗୋଟେ ଖାଲି ଆପଣଙ୍କୁ ନାଇଁ ନାଇଁ ମାନେ କାମ ସେଇଟା ଚଳିବା ପାଇଁ କଣ୍ଟିନ୍ୟೂ ଯୋଉ ଡାଇରେକ୍ଟ ଅପଲୋଡ ଡାଇରେକ୍ଟ କୋରରେ କଣ୍ଟିନ୍ୟୁ ଡାଟା ଲୋଡ ହେଇ ଆସିଲେ ଅଧିକା ମେମୋରି କଂଜପ୍ସନ ରହିବ ଖାଲି ମାନେ ହେଭି ଲୋଡ ନା ନା ହେଇଯିବ। ଡାଇରେକ୍ଟ କ୍ୱେରିରେ ଆପଣଙ୍କ ମେମୋରି ଅଧିକ କଂଜପ୍ସନ ହବନି ଇମ୍ପୋର୍ଟ କ୍ୱେରିରେ ଅଧିକ କଂଜପ୍ସନ ହବ ଇମ୍ପୋର୍ଟ କରିଦେଲେ ମାନେ କଣ ଆପଣ ସେ ଜିନିଷଟାକୁ ଆଣି ଆପଣଙ୍କ ରିପୋର୍ଟରେ ପୁରେଇ ଦେଲେ ପୁରା ଟୋଟାଲି ପୁରେଇ ଦେଲେ ମାନେ କଣ ହବ ନା ଏଠି ଆପଣଙ୍କ ଡେଟାଟା ବଢିଗଲା କିନ୍ତୁ ଡାଇରେକ୍ଟ କ୍ୱେରିରେ କଣ ହବ ମେମୋରି ତା ପାଖରେ ଜିନିଷ ତା ପାଖରେ ଆପଣ ଖାଲି ତା ଜିନିଷ ଗୁଡାକ ଯେତିକି ଦରକାର ସେତିକି ଆଣି ୟୁଜ କରୁଛନ୍ତି ଖାଲି ଆପଣ ଆଣିକି ବୁଝିପାରିଲେ ୟୁଜ ତ କରୁଛନ୍ତି ଆପଣଙ୍କ କାମ ପାଇଁ। ଏକ୍ଜାକ୍ଟଲି ଦେଖନ୍ତୁ ମାନେ ସିମ୍ପଲ ହଁ ହଁ ଆପଣ ତାଙ୍କ ବୁଝିଲା ପାଖରେ ବୁଝିଲା। ତା ପାଖରେ ସଉଦା ପତ୍ର ଅଛି ଆପଣଙ୍କୁ ଯେତିକି ଦରକାର ଆପଣ ସେତିକି ଆଣି ଘରେ ଖାଇବେ କିନ୍ତୁ ଆପଣଙ୍କ ଘରେ ଜାଗା ନଥିବ ଆପଣ ରୋଷେଇ କରିବା ପାଇଁ ଜାଗା ନାହିଁ ଆପଣ ସେଠୁ ଯଦି ତା ସଉଦା ପତ୍ର ଆଣି ଘରେ ପୁରେଇବେ ଆପଣଙ୍କୁ କୋଉ ଦିନ ଗୋଟେ ଚାଉଳ ବେଶୀ ଦରକାର ପଡିବ କୋଉ ଦିନ ଡାଲି ବେଶୀ ଦରକାର ପଡିବ ଆପଣ ତାକୁ ନେଇକି ୟୁଜ କରି କରିବେ କିନ୍ତୁ ଆପଣଙ୍କୁ ଯେତିକି ଦରକାର ସେତିକି ଆଣି ଖାଆନ୍ତୁ ବୁଝିପାରୁଛନ୍ତି ତ ସେଇଟା ହେଲା ୟେସ୍ ସାର୍। ଡାଇରେକ୍ଟ କରି ଇମ୍ପୋର୍ଟ କରି ହଁ କିନ୍ତୁ ଆପଣ ଏଠି ଡାଇରେକ୍ଟ ଇମ୍ପୋର୍ଟ କରିଲେ କଣ ହବ ଆପଣ ବସ୍ତା ବସ୍ତା ଚାଉଳ ଆଣି ରଖିବେ କିନ୍ତୁ ଆପଣଙ୍କୁ କୋଉଠି ଗୋଟେ ଗ୍ଲାସରେ ଚାଉଳ ଦରକାର ନଥିବ କିନ୍ତୁ ଗୋଟେ ବସ୍ତେ ଚାଉଳ ଲୋଡ କରି ରଖିଥିବେ ଦ୍ୟାଟ ଇଜ ଇମ୍ପୋର୍ଟ କରି ଏକ୍ସଟ୍ରା ଡାଟା ଓକେ ଖାଲି ଲୋଡ ହେଇକି ରହିବ। ହଁ ତ ମେମୋରି ଗଲା ନା ଆପଣଙ୍କ ଘରର ସ୍ପେସ୍ ଗଲା ନା କିନ୍ତୁ ଆପଣଙ୍କୁ ଦରକାର ନାହିଁ ଆପଣ ଅନେସେସରି କାହିଁ କରିବେ କିନ୍ତୁ ମତେ ଯେତିକି ଦରକାର ମୁଁ ୟେସ୍ ସେତିକି ୟେସ୍ ଉଠେଇ ସାର୍। ଆଣିବି ମୋ ପେଟ ପୁରିବାର ମତଲବ ଅଛି ଏଇଟା ହଉଛି ଡାଇରେକ୍ଟ କରି ଇମ୍ପୋର୍ଟ କରି କିନ୍ତୁ ଆପଣଙ୍କୁ ଯଦି ଦରକାର ହଁ ଏଇଟା ଆପଣଙ୍କ ଘରେ ଚାଉଳ ନହେଲେ ନ ହବ ସେ ତାହେଲେ ଆପଣ ଇମ୍ପୋର୍ଟ ମାରିବେ ଏବେ ସମସ୍ତେ କ୍ଲିୟର ହେଇଥିବେ ଏକ୍ସାମ୍ପଲରେ
यस सर क्लियर। Right. ହଁ ଠିକ ଅଛି ସେ ଥ୍ୟାଙ୍କ ୟୁ କାଲି ଆମେ ପୁଣି କ୍ଲାସ୍ କଣ୍ଟିନ୍ୟू ରଖିବା କାଲି ଆଉ କିଛି ଅଲଗା ପ୍ରୋଜେକ୍ଟ ସାର୍ ସହିତ ଅଲଗା ଡାଟାଟା ସେୟାର କରିଦେବେ। ହଁ ହଁ ଏଇ ଡେଟାଟା ମୁଁ ସେୟାର କରିଥିଲି ଆଗରୁ ଯୋଉଟା ସେୟାର କରିଥିଲି ସେଇଟା ସେମ୍ ଡେଟାରେ ଚାଲିଛି ଆମର ହଉ ଠିକ ଅଛି ସାର୍। ଆଉ ଗୋଟେ କୋଉଟା ଏକ୍ସରସାଇଜ ଦେବେ ପରା? सर प्रीवियस क्लास रे सर वीडियो रे सर लिंक टा पठेबे। ହଁ ହଁ ଠିକ ଅଛି ସେଇଟା ମୁଁ ୟୁଟ୍ୟୁବରେ ଅଛି ବା ୟୁଟ୍ୟୁବ ଚ୍ୟାନେଲ ହଁ ସବସ୍କ୍ରାଇବ ଅପଲୋଡ କରିନାହାନ୍ତି ହେଇଛି ୟୁଟ୍ୟୁବ ରେ। ଆଜ୍ଞା ହେଇଯାଇଛି ଆଜ୍ଞା। ହେଇଯାଇଛି ହଁ ହେଇଯାଇଛି ହଁ ସେଇଦିନ ହେଇଥିଲା ରାତିରେ। ହଁ ଟିକେ ଲେଟ୍ ରେ ହେଇଗଲା ମୁଁ ଯେହେତୁ ଆଉଟ ସାଇଡ୍ ଅଛି ମୋର ଏଠି ୱାଇଫାଇ ନାହିଁ ମୁଁ ଏଠି ମୋବାଇଲ ନେଟୱାର୍କ କନେକ୍ଟ କରିଛି ଏଥିପାଇଁ ଟିକେ କ୍ଲାସ୍ ଆକ୍ସେସ୍ କରିବା ଆଉ ଭଏସ ଫଏସ୍ ଅସୁବିଧା ହଉଛି କାଲି ମୁଁ ବ୍ୟାକ୍ କରୁଛି ମୋ ପ୍ଲେସକୁ ତ ସେଠି ସବୁ ଠିକ ଠାକ ହେଇଯିବ